हरि ओम हरि ओम। ହ୍ୟାଲୋ ଗୁରୁଜୀ ପ୍ରଣାମ। ଆଜ୍ଞା ଆଜ୍ଞା ପ୍ରଣାମ ପ୍ରଣାମ। କୁହନ୍ତୁ ଗୁରୁଜୀ ଭଲ ଭଲ ଅଛନ୍ତି? ଅଛନ୍ତି? ଆଜ୍ଞା ଆଜ୍ଞା ଭଲ। ଆପଣ ଭଲ ଅଛନ୍ତି? ହଁ ଗୁରୁଜୀ ଭଲ ଅଛି। ହଁ। ମଝିରେ ଦେହ ଖରାପ ଥିଲା। କଣ ହେଇଥିଲା? ସେ ଗୋଟେ ଯୋଉ ପାଇଲ୍ସ ଟାଇପ ର ହେଇଥିଲା ଗୁରୁଜୀ। ଓହୋ ହୋ ହୋ ଆଚ୍ଛା 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 ଆଚ୍ଛା। ତେଲ ଭୁବ ମସଲା ହେରିକା ଟିକେ ବେଶୀ ଖାଆନ୍ତି କି? ଆଜ୍ଞା। ତେଲ ମସଲା ହେରିକା ଟିକେ ନାଇଁ ନାଇଁ ସେମିତି କମ ଖାଏ ସାର୍। କମ୍ ଖାଆନ୍ତି ନା? ହଁ ସେଇଟା ହଁ। ଯୋଉ ଗୋଟେ ପାଇଲ୍ସ ତ ନାଇଁ ପାଇଲ୍ସ ଟାଇପ ର ବୋଲି ଭାବୁଛି ମୁଁ। ଓକେ ଭଲ ମୂଳ ହେଇଗଲେଣି ଦ୍ୱାର ଟା ଏବେ? ଟିକେ ଫୁଲିକି ସାର୍ ଗୋଟେ ରକମ ହେଇଥିଲା। ରକ୍ତ ଫକ୍ତ ପଡୁନଥିଲା ସାର୍ ସେଇଟା। ଓକେ ଓକେ ତାହେଲେ ଠିକ୍ ଅଛି। ହୁଁ ହୁଁ। କିନ୍ତୁ ମତେ ସେଇଟା ଅପରେସନ କରିବାକୁ ପଡିଲା। ସେମିତି ହେଇଥିଲା ଆପଣ କହିଥିଲେ ଆପଣଙ୍କୁ ମନେ ନାହିଁ ଯେ କଥା ହେଇଥିଲି ଥରେ। ଆଚ୍ଛା ଆଚ୍ଛା ଆଚ୍ଛା। ଆଜ୍ଞା ଆଜ୍ଞା। ହଁ ଆଉ କୁହନ୍ତୁ କଣ ସବୁ? ଆଉ କଣ କହିବି ଗୁରୁଜୀ ଆମେ ତ ଅଜ୍ଞାନ ଅବିଦ୍ୟାରେ ତ ଅଛୁ। ଆଜ୍ଞା ଆଜ୍ଞା। ଆପଣଙ୍କର ଭିଡିଓ ସବୁ ଦେଖୁଛି ବୁଝିଲେ କି ନାଇଁ। ଆଚ୍ଛା ଆଚ୍ଛା ଓକେ। ହୁଁ ଆଉ ହୁଁ। ବହୁତ ଲୋକ ଉପକୃତ ହଉଥିବେ ନିଶ୍ଚିତ। ନାଇଁ ଦେଖୁଛନ୍ତି ବହୁତ ଲୋକ ବୁଝିପାରୁଛନ୍ତି। ହଁ ଆଉ ଏସବୁ ଜ୍ଞାନର ପ୍ରଚାର ହବା ଦରକାର ପ୍ରତି ଜାଗାରେ କିନ୍ତୁ ହଉନି। ଲୋକ ଭ୍ରମରେ ଭ୍ରମିତ ଅଛନ୍ତି ବିଚରା। ହଁ ଆଧ୍ୟାତ୍ମିକତାର ବହୁତ ଯୋଜନା କରୁଛେ କିନ୍ତୁ କଣ ଆଧ୍ୟାତ୍ମିକତା କିଏ ସେ ଠାକୁର ଆମେ ବୁଝିପାରୁନେ। ସେଇ କଥା ତ ଆପଣ ବାରମ୍ବାର ଦହରାଉଛନ୍ତି ବାରମ୍ବାର ପ୍ରବଚନରେ ସେ ଗୋଟେ କଥାକୁ ତ ଆପଣ କହୁଛନ୍ତି ଆପଣ ଯେତେ ଭିଡିଓ ଦେଖିଲେ ବି ମୂଳ ବୁଝିଲେ କି ନାଇଁ? ମୂଳ ସେଇଆ ନା। ହଁ ସତ୍ୟର ମୂଳ ସେଇ କଥା ଅନୁସନ୍ଧାନ କରୁଛେ। ହେଲା ମୂଳ ହେଲା ଆପଣ ହଁ ସତ୍ୟର ଅନୁସନ୍ଧାନ ଆମେ କରୁଛେ। ହଁ ସତ୍ୟକୁ ଚିହ୍ନିବା ପାଇଁ ଆମେ ପ୍ରୟାସ କରୁଛେ ଚେଷ୍ଟା ହଁ କରୁଛେ। ହଁ ଆଉ ତା ଦେହରେ ମୂଳ ସେଇଟା ହବା ଦରକାର। ହଁ ଯେ ବେଳେ ବେଳେ ଆମର ଟିକେ ଗୋଟେ ଧୈର୍ଯ୍ୟ ହରା ପୁରୀ ହେଇଯାଉଛୁ ବୁଝିଲେ କି ନାଇଁ ଅସମ୍ଭବ ପରି ମନେ ହଉଛି। ଏମିତିଆ ହଉଛି ବେଳେ ବେଳେ ପ୍ରଶ୍ନ ପତ୍ର ମନ ଲାଗୁଛି ପୁଣି ବେଳେ ବେଳେ ସେ ପ୍ରଶ୍ନ ଟାକୁ ହେଇଯାଉଛି। ହଁ ହଁ ହଁ। ଏମିତିଆ ବି ହଉଛି କିନ୍ତୁ ମନକୁ ହଁ ବିଶ୍ୱାସ ତ ରଖିଛୁ ଗୁରୁଜୀ ସାଧନା ବି ତ ରଖିଛୁ ଜାରି। ବଢିଆ ବଢିଆ ବଢିଆ। କିନ୍ତୁ ଟିକେ ଏବେ ତ ଆମର ଟିକେ ବୟସ ହେଇ ଆସିଲାଣି। କେତେ ହେଲେଣି କହିଲେ ଆପଣଙ୍କ ବୟସ କେତେ ହେଲେ ଏବେ? ଏବେ ମୋର 50 ହେଲାଣି ଗୁରୁଜୀ। ଆଚ୍ଛା 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 ହୁଁ ହୁଁ ହୁଁ। କିଛି ନାହିଁ ଦେହର ବୟସ ହେଇଛି ମନର ଆଉ ଆପଣଙ୍କ ଯେଉଁ ସ୍ୱରୂପର ବୟସ କିଛି ହେଇନି। ସେଇଟା ବି ତ ଭାବୁଛି ଗୁରୁଜୀ ଆଉ ଯଦି ମନର ଆଗ୍ରହ ହେଲା ବୋଲେ ଏଗୁଡା କିଛି ନାହିଁ। ବାସ୍। ବୁଝିପାରିଲେ କି ନାଇଁ କିନ୍ତୁ ଆଗ୍ରହ ଟା କଣ କରୁଛି ଆମକୁ ଏତେ ହଉନି ବୁଝୁଛୁ ତ ସତ ବୋଲି ତ ମାନୁଛୁ ବୁଝିପାରିଲେ କି ନାଇଁ। ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ ଅନ୍ୟ ଅପେକ୍ଷା ଏବେ ଆପଣ ଯେମିତି ଗୋଟେ ମାୟାରେ ଯେମିତି ଲୋଭରେ ମୋହରେ ଆମେ ଧାଇଁକି ଯାଉଛୁ ଆଜ୍ଞା ଆଜ୍ଞା ଯେହେତୁ ପ୍ରବଳ ଆଗ୍ରହ ଯୋଉ ହଉଛି ଆଜ୍ଞା ଆଜ୍ଞା। ବେଳେ ବେଳେ ମୁଁ ଭାବେ ଏଇଟା ପାଇଁ ଆମକୁ କାହିଁକି ଏତେ ଆଗ୍ରହ ହଉନି ବୋଲି ଭାବୁଛି ସେଇ ଯୋଉ ମନ ଭିତରେ ନାଇଁ ଧୀରେ ଧୀରେ ହବ ଧୀରେ ଧୀରେ ହବ। ଯେଉଁ ମନ 50 ବର୍ଷ ହେଲେ ବହିର୍ମୁଖୀ ହେଇଯାଇଥିଲା ହଁ ଭୌତିକ ଜ୍ଞାନରେ ହଜି ମଜିକି ଥିଲା ସେ ମନ ଏତେ ସହଜରେ ଏତେ ସରଳରେ ଅନ୍ତର୍ମୁଖୀ ହବନି। କିନ୍ତୁ ହଁ ପ୍ରତିଦିନ ଆମେ ସତ୍ସଙ୍ଗ କଲେ ପ୍ରତିଦିନ ଏ ଚର୍ଚ୍ଚାକୁ ବୁଝିଲେ ହଁ ପ୍ରତିଦିନ ଟିକେ ଶାସ୍ତ୍ରରେ ସବୁ ଲେଖା ଅଛି ହେଇପାରେ ମୁଁ ଯଦି ନିଜେ କିଛି କହିଥାନ୍ତି ଗପ କାହାଣୀ ପରିକା ଲାଗିଥାନ୍ତା। ଏଥିରେ ହୁଁ ଏ ଚ୍ୟାନେଲରେ ଆପଣ ଦେଖିଥିବେ ଯାହା ବି ସବୁ ଚର୍ଚ୍ଚା ହେଇଛି ଶାସ୍ତ୍ରର ପ୍ରମାଣ ଦିଆଯାଇଛି। ଉପନିଷଦର ପ୍ରମାଣ ଭଗବତ ଗୀତାର ଶ୍ଲୋକର ପ୍ରମାଣ ତ ଶାସ୍ତ୍ର ତ ମିଛ ସବୁ ନୁହଁ ତ ଆପଣ ଶାସ୍ତ୍ରକୁ ତ ତୁଳନା ବାସ୍ କରି ହିଁ କହୁଛନ୍ତି ଆପଣ। ଶାସ୍ତ୍ର ମିଛ ନୁହଁ ଶାସ୍ତ୍ର ତ ଅଛି ହଁ ଗୁରୁ ବାସ୍ ଶାସ୍ତ୍ର ତ ଅଛି। ତେଣୁକରି ଧୀରେ ଧୀରେ ଆପଣ ଯଦି ଧୀରେ ଧୀରେ ଚେଷ୍ଟା କରିବେ ଏସବୁ କଥାକୁ ବୁଝିବା ପାଇଁ ଆଗ୍ରହ ବଢିବ ଆସକ୍ତି ବଢିବ କିନ୍ତୁ ଧୀରେ ଧୀରେ ବଢିବ। ଏକଦମ ହଁ ମନରେ କୌଣସି ଜିନିଷ ଆସେନି ଏକଦମ ହୁଁ ଆମେ କୌଣସି ଜିନିଷକୁ ବୁଝିପାରୁନୁ କିନ୍ତୁ ହୁଁ ପ୍ରତି ସମୟରେ ପ୍ରଚେଷ୍ଟା କଲେ ସମୟ ଆସିବ ବୁଝିପାରିବେ। ଆଉ ହଉ ଗୋଟେ କୁହନ୍ତୁ କଥା କୁହନ୍ତୁ ପଚାରି ବୋଲି ଭାବୁଥିଲି ଗୁରୁଜୀ ପଚାରନ୍ତୁ ପଚାରନ୍ତୁ କଣ ପଚାରନ୍ତୁ। ଦେଖନ୍ତୁ ଆପଣ ଗୋଟେ ଅଷ୍ଟାଙ୍ଗ ଯୋଗ କଥା କହୁଛନ୍ତି ଆଜ୍ଞା। ଯୋଉ ଆତ୍ମ ଅନୁଭୂତି କି ଆତ୍ମ ସାକ୍ଷାତକାର କି ବ୍ରହ୍ମ ଦର୍ଶନ ପାଇଁ ଆଜ୍ଞା। ଆଉ ଗୋଟେ ଆପଣ ଯୋଉ କହିଥିଲେ ଆମର ଯୋଉ କୁଣ୍ଡଳିନୀ ଶକ୍ତି ଜାଗ ମାନେ ଯୋଉ ସପ୍ତ ଚକ୍ର କଥା କହିଥିଲେ ଆଜ୍ଞା 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 ଆଜ୍ଞା। ବୁଝିପାରିଲେ କି ନାଇଁ ତେଣୁ ଏଇ ଦିଟା ଗୋଟେ ପାର୍ଥକ୍ୟ ଅଛି ନା ଗୋଟେ କଥା ନା କଣ କରୁଛି ଟିକେ ଗୋଟେ କଥା ପାର୍ଥକ୍ୟ ହେଲା ଦେଖନ୍ତୁ କୁଣ୍ଡଳିନୀ ଜାଗୃତ କରିବା ମାନେ ସେ ଯୋଉ ଦେଖନ୍ତୁ ଆମ କିଛି କଥା ଆମେ ଶରୀର ସ୍ତରରେ କଥା ହଉଛେ କିଛି କଥା ଆମେ ମନର ସ୍ତରରେ କଥା ହଉଛେ କିଛି କଥା ଆମେ ବ୍ରହ୍ମଙ୍କ ସ୍ତରରେ ସାଧନାକୁ ମାଧ୍ୟମ କରି ଚର୍ଚ୍ଚା ହଉଛେ ତ ଏଇ ହଁ ଯୋଉ କୁଣ୍ଡଳିନୀ କଣ ଆପଣ ଯେତେବେଳେ ଇଏ ବି ଏକ ପ୍ରକାର ଧ୍ୟାନ ହେଇ ଆପଣ ହଁ ଯେତେବେଳେ ଚେକା ମାରି ବସିବେ ସୁଖା ଆସନରେ ଅଣ୍ଟାକୁ ହଁ ସିଧ ରଖିଲେ
ହଁ ସବୁ ଲମ୍ ହମ୍ ସମ୍ ବମ୍ ଏ ଯେଉଁ ମନ୍ତ୍ରକୁ ସ୍ମରଣ କଲେ, ମନ୍ତ୍ର ହଁ ସ୍ମରଣ କରୁଥିବା ସମୟରେ ମନରେ ଯେତେବେଳେ ଏକାଗ୍ରତା ବଢ଼ିବ, ଦେହରେ ମେରୁଦଣ୍ଡ ଭିତରେ କିଛି ଆପଣଙ୍କୁ ଉର୍ଜା ପଏଣ୍ଟ ଆପଣଙ୍କୁ କିଛି ଅନୁଭୂତି ହେବ। ହଁ ତ ଧୀରେ ଧୀରେ ଆମ ତାଳୁ ଉପରେ ଗୋଟେ ବ୍ରହ୍ମରନ୍ଧ୍ର ଅଛି। ହଁ ବ୍ରହ୍ମରନ୍ଧ୍ରରେ ଏ ଯେଉଁ ମେରୁଦଣ୍ଡ ଭିତରେ କୁଣ୍ଡଳିନୀ କୁହାଯାଏ, ଗୋଟେ ଶକ୍ତି ଅଛି। ହଁ ସେ ଶକ୍ତି ସେଠି ପହଞ୍ଚିଲେ, ମୁଁ ଯେମିତି ମୋ ଅନୁଭବ କଥା ଗୋଟେ ଭିଡ଼ିଓରେ କହିଛି, ମୁଣ୍ଡରେ ଗୋଟେ ପାଣି ଫୋଟକା ଫାଟିଗଲା ଭଳିଆ ଲାଗିଲା। ମାନେ ସେଇଟା କ'ଣ, ହଁ ମୁଣ୍ଡ ଥଣ୍ଡା ହେଇଗଲା, ମାନେ ବ୍ରହ୍ମରନ୍ଧ୍ରରେ କୁଣ୍ଡଳିନୀ ପହଞ୍ଚିଗଲା। ଏଟା ଗୋଟେ ହଁ ଦେହ ଭାବରେ ଆମେ ଶରୀର ସ୍ତରରେ ବୁଝିବା ପାଇଁ ବ୍ୟାଖ୍ୟା କରାଯାଇଛି। ହଁ ହଁ ଦ୍ୱିତୀୟ ଯେଉଁ ଚକ୍ର ସାଧନା ବି ସେଇ ମନକୁ ଏକାଗ୍ରତା କରିବା ପାଇଁ, ମନକୁ ଶାନ୍ତ ସ୍ଥିର ଅନ୍ତର୍ମୁଖୀ କରିବା ପାଇଁ, ସେଠି ବି ସେଇ ମନ୍ତ୍ରର ସାହାରା ନେଇଛେ, ଏକାଗ୍ରତାର ସାହାରା ନେଉଛେ। ସିଏ ହୁଁ। ଯା ଇଏ ସେଇଆ, ନିଜକୁ କାଇଁ ଚିହ୍ନିବା ପାଇଁ କରୁଥିବା ଯୋଜନା। ଯେ ସେଟା ପାଇଁ ଆମର ସାଧନା ପୁଣି ଅଲଗା ରହିବ ନା କଣ ଗୁରୁଜୀ? ଏକା ଏକା କଥା। ଆପଣ ଭାବି ନିଅନ୍ତୁ, ଓମ୍ ମନ୍ତ୍ରକୁ ମନରେ ସ୍ମରଣ କରୁଛନ୍ତି, ହଁ ସେଠି କୁଣ୍ଡଳିନୀରେ ସେଠି ଲମ୍ ମନ୍ତ୍ରକୁ ସ୍ମରଣ କରୁଛନ୍ତି, ଆଉ ସେଠି କୁଣ୍ଡଳିନୀ ଠଉଁ ଏ ଯେଉଁ ଅଷ୍ଟାଙ୍ଗ ଯୋଗ ସାଧନା ଆଉ ଟିକେ ଗଭୀର। କୁଣ୍ଡଳିନୀରେ କ'ଣ ହେଉଛି, ଆପଣ ଅନୁଭବ ବି କରୁଛନ୍ତି, ଆଉ ସାଧନା ମନ୍ତ୍ରକୁ ବି ସ୍ମରଣ କରୁଛନ୍ତି, ମାନେ ମନ ସେଠି ଟିକେ ବାଣ୍ଟି ହେଇଯାଇଛି। ହଁ ବୁଝିପାରୁଛନ୍ତି, ଅନୁଭବକୁ ପରଖୁଛନ୍ତି, ଫେରେ ମନ୍ତ୍ରକୁ ପରଖୁଛନ୍ତି। ତ ତାଠୁ ଭଲ ସାଧନା ଏସବୁ ଭିଡ଼ିଓ କରିବାର ମୁଖ୍ୟ କାରଣ, ବହୁତ ଲୋକ ଭ୍ରମରେ ଭ୍ରମିତ ହେଇଯାଇଛନ୍ତି। ବିଭିନ୍ନ ହଁ ପ୍ରକାର ହଁ ସାଧନାର ବିଧି, ବିଭିନ୍ନ ପ୍ରକାର ସାଧନାର ଉପାୟ କହିକିରି ଲୋକଙ୍କୁ ଭ୍ରମିତ କରିଦେଇଛନ୍ତି। ତ ଏ ହଁ ଭ୍ରମରୁ ତାଙ୍କୁ ଉର୍ଦ୍ଧ୍ୱକୁ ନେବା ପାଇଁ ସେ ସାଧନା କ'ଣ ତାଙ୍କୁ ସେଠି ସେ ସ୍ତରରେ ବୁଝା ଯାଇଛି। ହଁ କିନ୍ତୁ ସାଧନା ଏକ ସବୁଠାରୁ ସୂକ୍ଷ୍ମ ସାଧନା, ନିଶ୍ୱାସକୁ ଦେଖିବା। ପ୍ରାଣାୟାମ ଦେଖନ୍ତୁ, ପ୍ରାଣାୟାମ ଗୋଟାଏ ପ୍ରାଣାୟାମ କାଫି, ନାଡ଼ି ଶୋଧନ ପ୍ରାଣାୟାମ। ବାମନାଙ୍କରେ ନାଙ୍କପୋଡ଼ାରେ ନିଶ୍ୱାସକୁ ନେଲେ, କୁମ୍ଭକ କରି ଲୁକିରେ କିଛି ସମୟ ହଁ ପରେ ଡାହାଣ ନାଙ୍କପୋଡ଼ାରେ ନିଶ୍ୱାସକୁ ଛାଡ଼ିଲେ, ଡାହାଣ ନାଙ୍କପୋଡ଼ାରେ ନିଶ୍ୱାସକୁ ନେଲେ, ଅନ୍ତଃ କୁମ୍ଭକ କରି କିଛି ସମୟ ରୋକିଲେ, ବାମ ନାଙ୍କପୋଡ଼ାରେ ଛାଡ଼ିଲେ। ଆକୁ ନାଡ଼ି ଶୋଧନ ପ୍ରାଣାୟାମ କହନ୍ତି। ଗୋଟାଏ ପ୍ରାଣାୟାମ ପର୍ଯ୍ୟାପ୍ତ, କାଫି। କିନ୍ତୁ ସେଟା ତ ପ୍ରାଣାୟାମରେ ଦେଖିବେ ବିଭିନ୍ନ ପ୍ରକାର ପ୍ରାଣାୟାମ ସବୁ ରଚି ଦେଇଛନ୍ତି, ଏ ପ୍ରାଣାୟାମ ସେ ପ୍ରାଣାୟାମ, ଏମିତି କଲେ ଲାଭ, ସେମିତି କଲେ ଲାଭ। ତ ଭ୍ରମିତ ଲୋକଙ୍କୁ, ମାନେ ବିଭିନ୍ନ ଜ୍ଞାନ ଦେଇକିରି ଭ୍ରମିତ କରିଦେଇଛନ୍ତି। ତେଣୁକରି ତାଙ୍କୁ ସେସବୁ ମାର୍ଗକୁ ଆଣିବା ପାଇଁ, ଯିଏ ଯେଉଁ ସାଧନାକୁ ଶିଖିଛି ସେ ସେହିପରି କରିବା ପାଇଁ ଚେଷ୍ଟା କରୁଛନ୍ତି। ତ ଏଇ ଯେଉଁ ଭିଡ଼ିଓ ମାଧ୍ୟମରେ ମୋ ପ୍ରୟାସ ରହୁଛି, ସେ ଜିନିଷ କ'ଣ, ହଁ ତା ଗୁରୁଜୀ ଉଦ୍ଦେଶ୍ୟ କ'ଣ, କଣ ସେ ଜିନିଷ ବୁଝିବା ପାଇଁ ଚେଷ୍ଟା କରାଯାଇଛି। ବାକି ନାଇଁ, ବିଭିନ୍ନ ଲୋକ ତ ବିଭିନ୍ନ କଥା କହୁଛନ୍ତି, ସେଇ କଥା ତ ଆମେ ଟିକେ ଦ୍ୱନ୍ଦ୍ୱରେ ପଡି ଯାଉଛୁ ନା ଗୁରୁଜୀ। ନା ନା, କିଛି ନାହିଁ। ଦେଖନ୍ତୁ, ମୂଳ ଏବେ କଥା ହେଲା, ଆପଣ ଜାଣିଥିବେ, ଦେଖିବେ ଆମର ଯୋଉ ଅଲେଖ ଧର୍ମ ଦୀକ୍ଷା ଲୋକ, ଆଜ୍ଞା, ସେ ମାନେ ପ୍ରାଣ ବାୟୁକୁ ଅପାନ ବାୟୁକୁ ଯଦି ମିଳନ କରିପାରିଲେ, ହୁଁ ହୁଁ ସେଇଟା ଯୁବ ପରମାତ୍ମାଙ୍କର ମିଳନ ବୋଲି ବି ସେ କେତେ କହିବାଟା ମୁଁ ଶୁଣିଛି। ହଁ 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 ଆପଣ ବି ଶୁଣିଥିବେ, ଆଉ ହଁ ହଁ, ଶୁଣିଛି 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 ଏମିତିଆ କଥା ବି କେତେ ଆମେ ବୁଝିବୁ। ଶୁଣିଛି। ଯିଏ ସତ୍ୟକୁ ଅନୁଭବ କରିଛନ୍ତି, ସେ ସରଳ ଭାବରେ ସବୁ କଥାକୁ କହିଛନ୍ତି। ଆଉ ହଁ ଯିଏ ଗପ କାହାଣୀ ଶୁଣିଛନ୍ତି, ଗୁରୁଙ୍କ ବାଣୀକୁ ଶୁଣିଛନ୍ତି, ସେ ଟିକେ ଭ୍ରମରେ ଭ୍ରମିତ ହେଇକିରି ନିଜେ ବୁଝି ନାହାନ୍ତି, ଅନ୍ୟଙ୍କୁ ବି ବୁଲେଇ ବଙ୍କେଇ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି। ହଁ ହଁ ମୂଳ କଥା ହେଲା, ଆତ୍ମା ଆଧାରରେ ମନ ପରିଚାଳନା ହେଉଛି, ହଁ ମନ ଆଧାରରେ ଇନ୍ଦ୍ରିୟ ଶରୀର ସଂସାର ପରିଚାଳନା ହେଉଛି। ହଁ ତ ଆମେ ମନକୁ ଯଦି ଶାନ୍ତ କରିଦେବା, ଶୁଦ୍ଧ କରିଦେବା, ସମାହିତ କରିଦେବା, ନିଜ ସତ୍ୟ ସାଙ୍ଗରେ ସମାହିତ ହେଇଯିବା। ଆଉ ଏ ସାଧନା ମାର୍ଗକୁ ଆଚରଣ କରୁଥିବା ସମୟରେ, ଯେହେତୁ ଆମେ ଭଲ ଭୋଜନ ଖାଇବା, ଶରୀରକୁ ସୁରକ୍ଷିତ ରଖିବା, ପ୍ରକୃତି ସାଙ୍ଗରେ ପ୍ରାକୃତିକ ଭାବରେ ରହିବା, ଆଉ ଆମର ଯେଉଁ ବ୍ୟବହାର ଆଚରଣକୁ ଶୁଦ୍ଧ କରିବା, ଯାହା ମାଧ୍ୟମରେ ଆରୋଗ୍ୟ ବି ପ୍ରାପ୍ତ ହେବ। ତାପରେ ଆମେ ଯେତେବେଳେ ଭଲ ଚିନ୍ତାଧାରାକୁ ଧାରଣ କରିବା, ସତ୍ସଙ୍ଗ କରିବା, ବିଚାରଧାରାକୁ ପରିବର୍ତ୍ତନ କରିବା, ମନ ବି ଶାନ୍ତ ସ୍ଥିର ରହିବ, ମନ ବି ଆନନ୍ଦରେ ରହିବ। ତ ହଁ ଶାରୀରିକ ସୁଖ ମିଳିବ, ମାନସିକ ଶାନ୍ତି ମିଳିବ, ସଙ୍ଗେ ସଙ୍ଗେ ଅନ୍ତତଃ ବ୍ରହ୍ମାନୁଭୂତି କରିପାରିବେ। ହଁ ଏସବୁ ଉଦ୍ଦେଶ୍ୟ। ସେଇଟା ତ ଠିକ ଅଛି, ଆଉ ପ୍ରତ୍ୟେକ ଭିଡିଓ ତ ବୁଝୁଛି କରୁଛି ସେଗୁଡାକ। ଆଜ୍ଞା ଆଜ୍ଞା ଆଜ୍ଞା। ତେଣୁ ଆପଣ ଯୋଉ କହିବା ହିସାବରେ ଶ୍ୱାସ ପ୍ରଶ୍ୱାସକୁ ଦେଖିବା ହିଁ ବାସ୍, ଶ୍ରେଷ୍ଠ ସାଧନା। ଶ୍ରେଷ୍ଠ ସାଧନା, ଶ୍ରେଷ୍ଠ ସହଜ ବି। ସେଥିରେ କିଛି ହଁ ଆପଣ ଜପିବାକୁ ପଡ଼ିବନି, ନା ମାଳା ହଁ ଦରକାର, ନା କୌଣସି ହଁ ମନ୍ତ୍ର ଦରକାର, ନା ହଁ କୌଣସି
କିଛି ସିଧା ବସିଲେ, ଅଣ୍ଟା ସିଧା କରିକିରି ଗୋଟେ ଆସନ ବିଛେଇଲେ, ଅଣ୍ଟାକୁ ହଁ ସିଧା କରି ବସିଲେ, ହାତକୁ ଧ୍ୟାନ ମୁଦ୍ରାରେ ରଖିଲେ, ହଁ ଆଉ ନିଶ୍ୱାସ ଭିତରକୁ ଯାଉଛି, ହଁ ନିଶ୍ୱାସ ବାହାରକୁ ଆସୁଛି। ହଁ ମନର ନେତ୍ରରେ ଅନୁଭବ ମାଧ୍ୟମରେ ଏଇ ହଁ ଜିନିଷକୁ ଅନୁଭବ କରନ୍ତୁ, ହଁ ମନରେ ଧାରଣା କରନ୍ତୁ। ଏଇଟା ହଁ ଶ୍ରେଷ୍ଠ ସାଧନା। ଧୀରେ ଧୀରେ ଏଠି ମୂଳ କଥା ବୁଝନ୍ତୁ, ମନକୁ ମୌନ କରିଦେବା ହେଲା ସାଧନାର ଉଦ୍ଦେଶ୍ୟ। ମନକୁ ଅନ୍ତର୍ମୁଖୀ କରିଦେବା, ହଁ ମନକୁ ନିଜ ବ୍ରହ୍ମସତ୍ତା ସାଙ୍ଗରେ ସମାହିତ କରିଦେବା। ବୁଝିପାରୁଛନ୍ତି? ହଁ ମନ ଗୁରୁଜୀ। ଶାନ୍ତ ହବ। ମନର ପାଞ୍ଚଟା ଅବସ୍ଥା ଅଛି: କ୍ଷିପ୍ତ ଅବସ୍ଥା, ବିକ୍ଷିପ୍ତ ଅବସ୍ଥା, ମୂଢ଼ ଅବସ୍ଥା, ଏକାଗ୍ର ଅବସ୍ଥା। ତାପରେ ପଞ୍ଚମ ଅବସ୍ଥା ହେଲା ନିରୁଦ୍ଧ ଅବସ୍ଥା। ଇଏ ମନର ହଁ ସ୍ଥିତିକୁ କୁହାଯାଉଛି, ସ୍ଥିତି। ହଁ ହଁ ମୂଢ଼ ଅବସ୍ଥା ମାନେ ଯିଏ, ଯେଉଁ ବ୍ୟକ୍ତି ସାଧନାକୁ ଆଚରଣ କରୁନାହାନ୍ତି, ଆଧ୍ୟାତ୍ମିକ ପଥରେ ନାହାନ୍ତି, ନିଜ ସ୍ୱାର୍ଥ ପାଇଁ ଯୋଜନା କରୁଛନ୍ତି, ଲୋଭ ମୋହ କାମ କ୍ରୋଧରେ ପୀଡ଼ିତ ଅଛନ୍ତି, ସେ ବ୍ୟକ୍ତିର ମନକୁ ମୂଢ଼ ଅବସ୍ଥା କୁହାଯାଏ। ହଁ ମୂଢ଼ରୁ ତାପରେ କ୍ଷିପ୍ତ ଅବସ୍ଥାକୁ ଆସିବେ। କ୍ଷିପ୍ତ ମାନେ ତାଠୁ ଟିକେ ଭଲ ମନ, ଯାହା ମନରେ ଟିକେ ଅନ୍ୟଙ୍କ ପ୍ରତି ଟିକେ ସଦ୍ଭାବନା ଅଛି। ତାପରେ କ୍ଷିପ୍ତରୁ ବିକ୍ଷିପ୍ତକୁ ଆସିବେ। ହଁ ବିକ୍ଷିପ୍ତ ମାନେ ଆଉ ଟିକେ ଭଲ ମନ। ହଁ ବିକ୍ଷିପ୍ତରୁ ମନ ଫେରେ ଏକାଗ୍ରକୁ ଆସିବ। ଏକାଗ୍ର ହଁ ମାନେ ଯେଉଁ ମନ ସଂଯମିତ ରହିବ, ଯେଉଁ ଇନ୍ଦ୍ରିୟ ସଂଯମିତ ଥାନ୍ତି, ଯେଉଁ ମନରେ ସାତ୍ವಿକ ଗୁଣ ଥାଏ, ଯେଉଁ ମନ ଭିତରେ ଶୁଦ୍ଧତା ଥାଏ, ଯିଏ ଅନ୍ୟଙ୍କୁ ନିଜ ପରିକା ଦେଖୁଥାନ୍ତି। ତାପରେ ଧୀରେ ସେ ମନ ନିରୁଦ୍ଧ ଅବସ୍ଥାକୁ ଆସିବ। ନିରୁଦ୍ଧ ମାନେ କ'ଣ? ମନ ମୌନ ହେଇଯିବ। ହଁ ମନର ବିଚାରର ବେଗରେ ଯେଉଁ ବ୍ରହ୍ମ ହଜି ଯାଇଥିଲେ, ହଁ ମନ ବ୍ରହ୍ମଙ୍କ ସାଙ୍ଗରେ ସମାହିତ ହେଇଯିବ। ହଁ ସମାହିତ ହେଇଗଲେ ସେଠୁ ମନ ଶାନ୍ତ ରହିବ, ମନ ହଁ ଅନ୍ତର୍ମୁଖୀ ରହିବ, ହଁ ମନ ନିଜ ସ୍ୱରୂପକୁ ଚିହ୍ନି ପାରିବ। ହଁ ଏଇଟା ହେଲା ସାଧନା। ସବୁର ମୂଳରେ ମନ, ମାୟା। ମନ ହିଁ ମାୟା। ମନକୁ ହଁ ଜିତିଲେ ନିଜ ପାଖରେ ପହଞ୍ଚି ପାରିବେ। ଏସବୁ। ଆଚ୍ଛା। ଗୋଟେ ଅଜ୍ଞାନର ଗୋଟେ କଥା କହିବି ଗୁରୁଜୀ। ହଁ, ପ୍ଲିଜ୍ ପଚାରନ୍ତୁ, ଆଚ୍ଛା ଆମେ ଯାହା ବି ଏଇ ମନରେ ଆସୁଛି ଯୋଉ ପଚାରନ୍ତୁ। ମାନେ ଶୟନ ଅବସ୍ଥାରେ ବି ଆମେ ଯଦି ଗୋଟେ ଧ୍ୟାନ କରିବା, ଏଟା ସମ୍ଭବ କି ଗୁରୁଜୀ? ନାଇଁ ନାଇଁ, ନିଦ୍ରା ବି ଏକ ପ୍ରକାର ଧ୍ୟାନ ହିଁ। ନିଦ୍ରା ଧ୍ୟାନ। କିନ୍ତୁ ଦେଖନ୍ତୁ, ଏଠି କ'ଣ ହେଉଛି, ନିଦ୍ରା ଆମେ ଅଜାଣତରେ କରୁଛେ। ହଁ ବୁଝିପାରୁଛନ୍ତି? ନିଦ୍ରା ହଁ ଗୁରୁଜୀ। ଅଜାଣତରେ କରୁଛେ ମାନେ ନିଦ୍ରା ଅବସ୍ଥାକୁ ଆମେ ପଳଉଛେ। ହଁ ନିଦ୍ରା ବି ଦେଖିବେ, ଗୋଟେ ନିଦ୍ରାର ବି ଅଲଗା ଅଲଗା ଅବସ୍ଥା ଅଛି। ଅଲଗା ଅଲଗା ହଁ ଅବସ୍ଥା କ'ଣ? ଜଣେ ବ୍ୟକ୍ତି ଅଛନ୍ତି, ସେ ବେଡ୍ ଉପରେ ଶୋଉ ଶୋଉ ତାଙ୍କ ନିଦ ମାଡ଼ୁଛି, ସାଙ୍ଗେ ସାଙ୍ଗେ ହଁ ନିଦ୍ରା ଅବସ୍ଥାକୁ ପଳେଇଲେ, କିମ୍ବା ହଁ ଗାଢ଼ ନିଦ୍ରା ଅବସ୍ଥାରେ ସେ ରହୁଛନ୍ତି, ଡିପ୍ ସ୍ଲିପ୍ରେ। ଆଉ ହଁ ଜଣେ ବ୍ୟକ୍ତି ଅଛନ୍ତି, ନିଦ ମଝି ମଝିରେ ଭାଙ୍ଗି ଯାଉଛି, ନିଦ ହଁ ହଉନି, ନିଦ ହଁ ହବା ପାଇଁ କିଛି ଯୋଜନା କରୁଛନ୍ତି, କିଛି ଚେଷ୍ଟା କରୁଛନ୍ତି। ତ ଇଏ ସବୁ ନିଦ୍ରାର ସ୍ତର। କାହାର ହଁ ଗାଢ଼ ନିଦ୍ରା ଅବସ୍ଥାକୁ ସିଏ ପଢ଼ାନ୍ତି, ଯାହା ମନରେ ବେଶୀ ଚଞ୍ଚଳତା, ଅସ୍ଥିରତା, ଲୋଭ, ମାୟା, ମମତା, କିଛି ପାଇବାର କିଛି ଆଶା ଅଭିଳାଷ ବେଶୀ ନଥାଏ। ଯିଏ ତୃପ୍ତ ଥାନ୍ତି, ସେ ଶାନ୍ତିରେ ଶୋଇପଡ଼ନ୍ତି। ଆଉ ହଁ ଯାହା ମନରେ ବେଶୀ ଲୋଭ ଇଏ ସବୁ ଥିବ, ସେ ଟିକେ ଅସନ୍ତୃପ୍ତି ଥାନ୍ତି। ତ ନିଦ୍ରା ଅବସ୍ଥାରେ ନିଶ୍ଚୟ ମନ ମୌନ ହେଉଛି। କିନ୍ତୁ ହଁ ନିଦ୍ରାରୁ ଯେତେବେଳେ ଆମେ ଜାଗୃତ ଅବସ୍ଥାକୁ ଆସୁଛେ, ଜାଗୃତ ଅବସ୍ଥାରେ ଫେରେ ମନ ଚଞ୍ଚଳ ହେଉଛି ନା, ହଁ ହଁ ମନ ଫେରେ ଅସ୍ଥିର ହେଉଛି ନା। ହଁ ଗୁରୁଜୀ। ଭାବି ନିଅନ୍ତୁ, ଜଣେ ପାଗଳ ବ୍ୟକ୍ତିକୁ ବି ଯଦିଓ ଆମେ ଇଞ୍ଜେକ୍ସନ ଦେଇଦେବା, ନିଦ ହଁ ଇଞ୍ଜେକ୍ସନ ଦେଇଦେଲେ କି ବଟିକା ଦେଇଦେଲେ, ସେ ବ୍ୟକ୍ତି ଶୋଇ ପଡ଼ିବେ, ଠିକ୍ ଅଛି। ସେ ଶୋଇ ପଡ଼ିଲେ, ଯେତିକି ସମୟ ଶୋଇଲେ ତ ଶୋଇଲେ, କିନ୍ତୁ ସେ ବ୍ୟକ୍ତି ଫେର ଯେତେବେଳେ ଜାଗୃତ ଅବସ୍ଥାକୁ ଆସିବେ, ଫେର ସେ ଚିଲ୍ଲେଇବେ, ଫେର ସେ ହଁ ଉତ୍ପାତ ହେବେ। ତ ଆମ ହୁଁ ମନ ବି ଏକ ପ୍ରକାର ସେମିତି ହଉନି କି? ହଁ ହଁ ଗୁରୁଜୀ। ଧରିପାରୁଛନ୍ତି? ଆମେ ଯେତେବେଳେ ହଁ ଜାଗୃତ ଅବସ୍ଥାକୁ ଆସି ଯାଉଛେ, କେତେ ହଁ ଚିନ୍ତା ଆମ ମୁଣ୍ଡରେ ପଶୁଛି। ପଇସା କୋଉଠି ଆସିବ, ପିଲା ଛୁଆ କେମିତି ପଢ଼ିବେ, ଘରେ କ'ଣ ପରିବା ପତ୍ର ସରିଗଲା, ବନ୍ଧୁ ବ୍ୟବହାର କେମିତି ଦିଆହବ, ଶରୀର କଥା, ଭବିଷ୍ୟତ କଥା, ସେ ତ ଘର ଏଇ କଥା, ଚିନ୍ତା କରିବି ନାହିଁ ବୋଲି ଆପଣ ଭାବୁଥିଲେ ବି ସେ ଚିନ୍ତା ଆସୁଥିବ ମନକୁ। କେତେ ଚିନ୍ତା ଆସୁଛି, ହଁ କେତେ ଚିନ୍ତା। ତ ଏ ଚିନ୍ତାକୁ ଯଦି ଆମେ ଶାନ୍ତ ନ କରିବା, ଚିନ୍ତା ଚିତ୍ତକୁ ଚଞ୍ଚଳ କରିକିରି ମୃତ୍ୟୁ ଆଡ଼କୁ ନେଇଯିବ ଆମକୁ। ହଁ କାହିଁକି ନା ଆମେ ଯେଉଁ ବିଷୟକୁ ମନରେ ଧାରଣା କରୁଛେ, ତା ହଁ ମାଧ୍ୟମରେ ଆମ ଶରୀରରେ କିଛି ସମ୍ବେଦନ ଜାଗୃତ ହେଉଛି। ହଁ ସେଇ ସମ୍ବେଦନକୁ ହିଁ ଆମେ ଦୁଃଖ କହୁଛେ କିମ୍ବା ସୁଖ କହୁଛେ। ହଁ ଦ୍ୱିତୀୟ ହେଲା, ଆମ ମନରେ ଯେତେବେଳେ ଶାନ୍ତତା, ସ୍ଥିରତା ରହୁଛି, ଆମ ଭିତରେ, ମସ୍ତିଷ୍କ ଭିତରେ କିଛି ହାରମୋନ ରିଲିଜ ହୁଏ। ହାରମୋନ୍ସ କହନ୍ତି ହଁ ଅଂଗ୍ରେଜୀରେ। ହାରମୋନ ମାନେ ଡୋପାମାଇନ୍, ସିରୋଟିନ୍ ଯେତେବେଳେ ହାରମୋନ ରିଲିଜ ହବ, ମନକୁ ଶାନ୍ତି ଲାଗିବ, ଭଲ ଲାଗିବ। ଆଉ ହଁ ଚିଡୁଥିବା ଅବସ୍ଥାରେ ଆମ ଭିତରେ କୋର୍ଟିସୋଲ ହାରମୋନ ରିଲିଜ ହବ। ହଁ କୋର୍ଟିସୋଲ ହାରମୋନ ଯଦି ଅଧିକ ରିଲିଜ ହବ, ସେ ହୁଁ ମନକୁ ଚଞ୍ଚଳ କରିବ, ଅସ୍ଥିର କରିବ। ଆଜିକାଲି ଦେଖନ୍ତୁ, ଲୋକଙ୍କର ବ୍ଲଡ ପ୍ରେସର ବଢି ଯାଉଛି।
ହଁ କାହିଁ ଗୁରୁଜୀ, ବଢୁଛି ଏଇ ଚିନ୍ତାଧାରାକୁ ନେଇକି। ହଁ ବ୍ଲଡ ତ ତା ମନକୁ ସେ ଚାଲିଛି। ବ୍ଲଡ ହଁ ପ୍ରେସର ବଢିବାର ଦିଟା କାରଣ, ଆମେ ଟିକେ ଶାରୀରିକ ବ୍ୟାୟାମ ନ କରିବା, ଖାଦ୍ୟପେୟ, ଖାଦ୍ୟ ଅଧିକ ଖାଉଛେ, ତାକୁ ଆମେ ଏନର୍ଜିରେ କନଜ୍ୟୁମ କରୁନେ, ଖର୍ଚ୍ଚ ହଁ କରୁନେ, ତ ହଁ ଯାହା ଫଳରେ ଟିକେ ଚର୍ବି ବଢିକିରି ଟିକେ ବ୍ଲଡ ପ୍ରେସର ବଢୁଛି ଏକ। ଦ୍ୱିତୀୟ ହେଲା ବ୍ଲଡ ପ୍ରେସର ବଢିବାର କାରଣ ଚିନ୍ତା, ମାନସିକ ଦୁର୍ବଳତା, ହଁ ଅସ୍ଥିରତା, ହଁ ଚଞ୍ଚଳତା। ବୁଝିପାରୁଛନ୍ତି? ହଁ ଗୁରୁଜୀ, ତ ଯେତେବେଳେ ଜାଗୃତ ଅବସ୍ଥାରେ ଆମେ ଧ୍ୟାନ କରିବା ପାଇଁ ଚେଷ୍ଟା କରିବା, ହୁଁ ଜାଗୃତ ଅବସ୍ଥା ଯେହେତୁ ଆମକୁ ଦୁଃଖ ଦଉଛି, ସାଧନା ବି ସେଇଠି କରିବା ଦରକାର, ତାରି ମାଧ୍ୟମରେ ହଁ କରିବା ଦରକାର, ହଁ ଯାହା ଫଳରେ ମନରେ ଟିକେ ସ୍ଥିରତା ଆସିଯିବ, ମନରେ ହଁ ଟିକେ ଶାନ୍ତତା ଆସିଯିବ, ମନ ଟିକେ ମୌନ ହବ। ତ ହଁ। ଧ୍ୟାନ ଜାଗୃତ ଅବସ୍ଥାରେ କରିବାର ଆବଶ୍ୟକ ଅଛି। ଆମର ଯୋଉ ଆସନ ଟା ପୁରା ମାନେ ଅଚଳ ହେବାକୁ ପଡିବ ଗୁରୁଜୀ, ନହେଲେ ମନ ତ ଏପଟ ସେପଟ ହଉଥିବ। ଧୀରେ ଧୀରେ କରନ୍ତୁ, ଧୀରେ ଧୀରେ, ଏକଦମ ତ କେବେ ହେଲେ ଆପଣ ଆସନ ସିଦ୍ଧି କରିପାରିବେନି। ସୁଖାସନରେ ବସନ୍ତୁ। ଦେଖନ୍ତୁ ଗୋଟେ କଥା, ଗୋଟେ ଜିନିଷକୁ ଆମେ 100%, 100% କରୁଛେ, ଆଉ ହଁ ଗୋଟେ ଜାଗାରେ ଆମେ ଗୋଟେ ଜିନିଷକୁ ଆମେ 80% କରୁଛେ, ବିନା ହଁ କରିବାଟା 80% ତ ଟିକେ ତ ଲାଭ ନା। ହଁ ଧରି ପାରୁଛନ୍ତି? ହଁ ମୁଁ ଧରି ପାରୁଛି। ଆଉ ଏକଦମ ଦେଖନ୍ତୁ, ଏକଦମ କେବେ ହେଲେ କେହି 100%ରେ ପହଞ୍ଚି ପାରନ୍ତିନି। ଆପଣ ହଁ ଦୌଡ଼ିବା ପାଇଁ ଚେଷ୍ଟା କରୁଛନ୍ତି, ହଁ ଆଜି ଆଜି ଟିକେ ସ୍ପିଡରେ ଦୌଡ଼ିଲେ, କିମ୍ବା ହଁ ଆଜି ଟିକେ ଆପଣ 1 କିଲୋମିଟର ଦୌଡ଼ି ପାଇଲେ, ଯଦି ହଁ ଏଇ ଅଭ୍ୟାସ ଜାରି ରଖିବେ, ଦିନ ଆସିବ 2 କିଲୋମିଟର ଦୌଡ଼ି ପାରିବେ, ଆଉ ହଁ ଟିକେ ସ୍ପିଡ ଦୌଡ଼ି ପାରିବେ। ହଁ ଆଉ ଯଦି ଅଭ୍ୟାସ ହିଁ କରିବେନି, 2 କିଲୋମିଟର ଯାଏ ଦୌଡ଼ି ପାରିବେ କି? ନାଇଁ ନାଇଁ। ସେମିତି ଇଏ ବି ସେମିତି, ଆମେ ସାଧନାକୁ ପରଖିଆନି, ଆସନ ହଁ ସିଦ୍ଧି ହେଲେ ହିଁ ଆମେ ସାଧନା କରିବା, ଆମେ ଠିକ ସେ ବସି ପାଇଲେ ହିଁ ଧ୍ୟାନ କରିବା, କିଛି ଆବଶ୍ୟକ ନାହିଁ। ବସନ୍ତୁ, ଆପଣ ଶାନ୍ତ ହିଁ ବସନ୍ତୁ, ସ୍ଥିର ହିଁ ବସନ୍ତୁ, ସାଧନା ହଁ କରିବା ପାଇଁ ଚେଷ୍ଟା କରନ୍ତୁ, ସମୟ ଆସିବ ସବୁ ହେଇଯିବ, ଆପେ ହଁ। ଆପେ ହେଇଯିବ। ଇଏ ତ ଆପଣଙ୍କର ଗୋଟେ ମାନେ ଧୈର୍ଯ୍ୟ ଦେବାଟା ଆଉ ଶିକ୍ଷା ଦେବାଟା ବୁଝିପାରିଲେ କି ନାଇଁ? ନାଇଁ ନାଇଁ ନାଇଁ, ଏଇଟା ସତ୍ୟ, ମୁଁ କିଛି ଆପଣଙ୍କୁ ଉତ୍ପ୍ରେରିତ କରୁନି ନାଇଁ ନାଇଁ, ଏଇଟା ଏଇଟା। ଆପଣଙ୍କୁ ମୁଁ ଗୋଟେ ଶୁଣନ୍ତୁ, ଅଜ୍ଞାନ ମୂଳ ହରଣମ୍ ଜନ୍ମ କର୍ମ ନିବାରଣମ୍ ଆଜ୍ଞା ଜ୍ଞାନ ବୈରାଗ୍ୟ ସିଦ୍ଧ ଅର୍ଥମ୍। ଆଜ୍ଞା ଆଜ୍ଞା। ବୁଝିପାରିଲେ? ସେଇଥିପାଇଁ କୁହା ହେଇଛି ଗୁରୁଜୀ। ବାସ୍ 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 ବାସ୍, ଠିକ କଥା। ଆମେ ଏଇଟା ଗୋଟେ ଦୁଃଖର ବିଷୟ କଣ, ଆମେ ଯୋଉ ପରୋକ୍ଷରେ ମାନେ ଯୋଉ ଭିଡିଓରେ କଥା ହଉଛୁ, ଆଠାରୁ ଯଦି ପ୍ରତ୍ୟକ୍ଷରେ କଥା ହବା। ନାଇଁ, ପ୍ରତ୍ୟକ୍ଷରେ କଥା ହବ, ତା ଯୋଜନା ବି ଚାଲିଛି, ଆଉ ଗୋଟେ ଜୁମ୍ କ୍ଲାସେସ୍ କରିବା ପାଇଁ ଯୋଜନା ଚାଲିଛି, ଅଳ୍ପ ଦିନ ଟିକେ ଆଉ ଧୈର୍ଯ୍ୟ ଧରନ୍ତୁ, ଆମେ ଏଇପରିକା ବୁଝିପାରିଲେ? ଏବେ କଥାବାର୍ତ୍ତା ହବା। ଦେଖନ୍ତୁ, ଗୋଟେ ଶିଷ୍ୟକୁ ଯେତେବେଳେ ମାନେ ଆମେ ଯଦି ମଣିଷ କରିବା କି ଭଲ ବାଟକୁ ଆଣିବା, ଆଜ୍ଞା ମାନେ ତାକୁ ଆମେ ଶାସ୍ତି ବି ଦେଇପାରିବା। ନାଇଁ ନାଇଁ ନାଇଁ, ଠିକ କଥା, କଥା ହଁ ବୁଝିଲେ କି ନାଇଁ? ହଁ ହଁ, ବୁଝିଲା ବୁଝିଲା, ଆଜ୍ଞା। କିନ୍ତୁ ସେଇଠି ଶିଷ୍ୟ ହୁଏତ ଖରାପ ଭାବିପାରେ, କିନ୍ତୁ ଭଲ ବି ଭାବିପାରେ, ମୋର ଭଲ ପାଇଁ ଏଇଟା କରୁଛନ୍ତି ବୋଲି ଭାବିଲେ ତ ଭଲ କଥା। ବାସ୍ ବାସ୍ କିନ୍ତୁ ବାସ୍ ବାସ୍, ଗୁରୁ ସେ ଜାଣୁଛନ୍ତି ଆଙ୍କର ଭଲ ପାଇଁ ମୁଁ କରୁଛି ବୋଲି, ବୁଝିପାରିଲେ କି ନାଇଁ? ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ଠିକ କହିଲେ। ଆଉ ଏମିତିଆ ବି ଅଛି ଗୁରୁଜୀ, ତେଣୁ କାହିଁକି ଏବେ ଗୋଟେ ଦୁଷ୍ଟାମିକୁ ବି ଆପଣ କଡା ଭାଷାରେ ବି କହିପାରିବେ। ଆପଣ କଡା ଭାଷାରେ କହିବାର ଅର୍ଥ ହେଲା ଯେ ସେ ଦୁଷ୍ଟାମି କାମଟା ଛାଡୁ ବୋଲିକରି, ବାସ୍ ବାସ୍ ବୁଝିପାରିଲେ କି ବାସ୍, ନାଇଁ? ହଁ, ଏଇଟା ତ ଠିକ କଥା। ବୁଝିପାରିଲେ କି ନାଇଁ? ଏବେ ଆଜ୍ଞା ଆଜ୍ଞା ଆଜ୍ଞା। ଶିଶୁ ପିଲାମାନେ ମାନେ ଶିକ୍ଷକ ମାନଙ୍କୁ ଡରୁଛନ୍ତି ନା ଗୁରୁଜୀ, ହଁ, ବୁଝିପାରିଲେ କି? ସାର୍ ଗାଳି ଦଣ୍ଡମୁକ୍ତ କରିଲେ। ଦଣ୍ଡମୁକ୍ତ ହେଇଯାଇଛି ଆଜିକାଲି ପିଲା। ଆଜିକାଲି ତ ଦଣ୍ଡମୁକ୍ତ ହେଇଛି, କିନ୍ତୁ ଡରୁଛନ୍ତି ଏବଂ ସେ ଭୟରେ ସେଟାକୁ ସେ ତ୍ୟାଗ ବି କରୁଛନ୍ତି, ମାନୁଛନ୍ତି ନା ଗୁରୁଜୀ। ଆଜ୍ଞା 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 ବୁଝିପାରିଲେ? ସେମିତିଆ କଥା ବେଳେ ବେଳେ ଆପଣଙ୍କର କଥାଟା ଗୋଟେ ମାନେ ଆମ ଏବେ ଯୋଉ ଆପଣ ଯୋଉ ମନ ସ୍ମୃତି ବୋଲି କହୁଛନ୍ତି, ସେଟା ଯଦି ଆମର ସ୍ମୃତି ଭିତରେ ଗୋଟେ ରହିଗଲା, ବୁଝିପାରିଲେ କି ନାଇଁ? ନିଶ୍ଚୟ 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 ସେଟା ଆମକୁ କାମ ନିଶ୍ଚୟ ଦେବ ନା ଗୁରୁଜୀ, ବୁଝିପାରିଲେ ନିଶ୍ଚୟ କି ନାଇଁ? ନିଶ୍ଚୟ, ଠିକ କହିଲେ ଠିକ। ପରୋକ୍ଷରେ ଆପଣ ଫୋନରେ କହିବାର ସ୍ମୃତି ମାନେ ପ୍ରଭାବ ପକେଇବାଟା ଅଲଗା କଥା, ଆପଣ ପ୍ରତ୍ୟକ୍ଷରେ ଯଦି ଆମେ ହବ ଗୋଟେ ହବ, ପ୍ରତ୍ୟକ୍ଷରେ ହବ, ଧୀରେ ଧୀରେ ଆଗ ଜୁମ ରେ କ୍ଲାसेସ୍ ଚାଲୁ, ତାପରେ ଗୋଟେ ଜାଗା ମୁଁ ଖୋଜୁଛି, ଯଦି 1 କି 2 ଏକର ଜାଗା କୋଉଠି ମିଳିବ, ଛୋଟ ହଁ ଆଶ୍ରମ ଆରମ୍ଭ କରିବା। ହଁ, ନାଇଁ ଆ, ଏଠି ତ ଏଇଟା ତ ବହୁତ ଦିନ ହେଲାଣି ଆପଣ ଏମିତି କହୁଛନ୍ତି ଗୁରୁଜୀ। ମୁଁ କହୁଛି ଯେ, ମୁଁ ଦେଖନ୍ତୁ ଏବେ ଗୋଟେ କଥା, ମୁଁ ସବୁ ଜିନିଷ ଟିକେ ପରଖି ନିରିଖିକି କରୁଛି। ପରଖ ନିରିଖି କଣ, ମୁଁ ଯଦି ଏବେ ଆଶ୍ରମ ଟା ବି ଆରମ୍ଭ କରିଦେବି, ମୁଁ ହଁ ସେଠି ବାନ୍ଧି ହେଇଯିବି। ଧରିପାରୁଛନ୍ତି? ଭାବି ହଁ ନିଅନ୍ତୁ, ଭାବି ନିଅନ୍ତୁ, ଆଶ୍ରମ କଲା ମାନେ ଦିନକୁ 100 ଜଣ 200 ଜଣ ଆସିଲେ, ହଁ ସେ 200 ଜଣ ଖାଇବେ ପିଇବେ ରହିବେ, ତା ବ୍ୟବସ୍ଥା ନ କଲେ ବି ଅସୁବିଧା ହବନି କି? ହଁ ହଁ ବୁଝିପାରୁଛନ୍ତି? ହଁ ଗୋଟେ ହଁ ବ୍ୟବସ୍ଥା ହବା ଦରକାର ନା। ହୁଁ ଆଉ ହୁଁ ଦ୍ଵିତୀୟ, ଏବେ ସାଧନା ସହଜରେ ହେଇପାରୁଛି, ଗୋଟେ ଭିଡିଓ କଲେ ଘରେ ବସିକିରି ହଜାର ହଜାର ଲୋକ ଦେଖି ପାରୁଛନ୍ତି ହଁ ହଁ ସୁକ୍ଷ୍ମରେ।
ହଁ ଆଚ୍ଛା, ସେ ଭିଡ଼ିଓ କରିବା ପାଇଁ ମୋତେ ବି ଟିକେ ସମୟ ଦରକାର। ମୁଁ ବି ଟିକେ ଶାସ୍ତ୍ର ହଁ ପଢ଼ିବି କି ମୁଁ କିଛି ଭାବିବି କି ମୋତେ କିଏ ପ୍ରଶ୍ନ ପଚାରିଲେ ସେ ଉତ୍ତର ଦେଲି କି ତାପରେ କିଛି କଲି, ଏଇଟା ସହଜରେ ହେଇପାରୁଛି। ଏ ହଁ ସହଜ କାମଟାକୁ ଯଦି ଆମେ ଫିଜିକାଲି ଆଶ୍ରମକୁ ଆରମ୍ଭ କରିଦେବା ଫେର ଟିକେ ହଁ ଜଟିଳ ହେଇଯିବ। ଆଉ ଦ୍ୱିତୀୟ, ମୋ ପ୍ରଚେଷ୍ଟା ଅଛି ଏବେ ଉପନିଷଦର ବହି ସବୁ ଟ୍ରାନ୍ସଲେଟ୍ ହବ ଓଡ଼ିଆରେ। ହଁ ଉପନିଷଦର ବହି ନାହିଁ, ଓଡ଼ିଆରେ ନାହିଁ। ହଁ ହଁ ତ ହିନ୍ଦୀ ବହୁତ ମା ବାବା ମାନେ ବୁଝି ପାରୁନାହାନ୍ତି, ତାଙ୍କୁ ନାଇଁ ନାଇଁ ଅସୁବିଧା ବୁଝିଲି। ହଉଛି। ତ ଏଇଟା ହଁ ଗୋଟେ ବିରାଟ କାର୍ଯ୍ୟ। ତାପରେ ହଁ ଭଗବତ ଗୀତାର ଯେତିକ ଶ୍ଲୋକ ଅଛି ତାକୁ ତତ୍ଵ ଜ୍ଞାନରେ ପରିବର୍ତ୍ତନ କରି ଛୋଟ ଛୋଟ ଭିଡିଓ କରିବାର ଅଛି। ହଁ ତ ଇଏ ହଁ ସବୁ ମୁଁ ଏବେ ଗୋଟେ କୋର୍ସ କରୁଛି, ୱେବ୍ ଡିଜାଇନିଂ କୋର୍ସ। ତା ହଁ ମାଧ୍ୟମରେ ମୋବାଇଲ ଯୋଉ ଇଣ୍ଟରନେଟ ଉପରେ କିଛି ୱେବସାଇଟ ଉପରେ କିଛି ଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ଆସିଗଲେଣି, ତା ଉପରେ ଟିକେ ପଢାପଢି ଚାଲିଛି। ଏଇଟା ହେଇଗଲେ କଣ ହବ, ଏସବୁ ଜିନିଷକୁ ନେଟରେ ଖଞ୍ଜି ସାଇଲା ପରେ ତାପରେ ଆମେ ଶାନ୍ତିରେ ବସିଲେ ସାଧନା କଲେ ଚର୍ଚ୍ଚା ହେଲେ ଭଲ ହବ। ହଁ। ତ ଏସବୁ ଆଚ୍ଛା ଜିନିଷ ଗୁରୁଜୀ ଆପଣ ଗୋଟେ ହଁ, ପଚାରିଥାନ୍ତି, କୁହନ୍ତୁ କୁହନ୍ତୁ। ଆପଣ ଗୋଟେ ଗୀତାକୁ ଧରିଲେ ତ ଯଥେଷ୍ଟ ହେଇଯିବ ଗୁରୁଜୀ। ହେଇଯିବ, ଗୀତା ମୁଁ ଧରିଲେ। କହିବାଟା ବୁଝିପାରିଲିନି, ଆପଣ ଯୋଉ ଅନେକ ଶାସ୍ତ୍ର ଆମେ ଧରୁଛୁ, ଗୋଟେ ଗୀତାକୁ ଧରିଲେ ବି ଯଥେଷ୍ଟ ଗୋଟେ ନାଇଁ ଜୀବନର। ଦେଖନ୍ତୁ, ଏମିତି ବି ଦେଖିବାକୁ ଗଲେ ଗୋଟେ ମନ୍ତ୍ରକୁ ବି ବୁଝିଗଲେ ମୁକ୍ତ। ହଁ କିନ୍ତୁ ଅ ଅ, ମଣିଷ ମନରେ ଗୋଟେ ମନର ବୃତ୍ତି ହେଲା, ଆପଣ ଡେଇଲି ଭାତ ଖାଉଛନ୍ତି, ହଁ ଭାତ ସାଙ୍ଗରେ ଯଦି ଡେଇଲି ଡାଲି ଖାଇବେ ଟିକେ ଭଲ ଲାଗିବନି। ଡାଲି ଟିକେ ଖାଇଦେଲେ, କୋଉଦିନ ଟିକେ ତରକାରୀ ଖାଇଦେଲେ, କେତେବେଳେ ଟିକେ ଭଜା ଖାଇଦେଲେ, ସେ ଖାଦ୍ୟର ଟିକେ ରୁଚି ବଢିଥାଏ। ତ ସେମିତି ହଁ ବିଭିନ୍ନ ମାର୍ଗରେ ବୁଝେଇଲେ ସେଇ ହଁ ସତ୍ୟ ଏକ ପହଞ୍ଚିବା ସେଇଠି, ସେଇ ହଁ ନିଜର ତତ୍ଵକୁ ଚିହ୍ନିବା ପାଇଁ ହିଁ ଆମେ ଚେଷ୍ଟା କରୁଛେ। କିନ୍ତୁ ହଁ ବିଭିନ୍ନ ହଁ ମାର୍ଗରେ କଣ, ପ୍ରଥମ ହେଲା ଭକ୍ତି ଯୋଗ। ହଁ ଭକ୍ତି କଣ ତା କଥା ବୁଝିବାକୁ ପଡିବ। ହଁ ଭକ୍ତି ଗୁରୁଜୀ। ପରେ ଜ୍ଞାନ ଯୋଗ, ତାପରେ ହଁ ସାଧନା ଧ୍ୟାନ, ହଁ ତାପରେ ହଉଛି କର୍ମ ଯୋଗ। ତ ହଁ ଆକୁ କେମିତି କରିବା, କର୍ମଫଳ କଣ, ଏବେ ଗୋଟେ ଭିଡିଓ ଅପଲୋଡ ହଉଛି କର୍ମଫଳ କଣ, ପରଦିନ ସେଟା ରିଲିଜ ହବ। ତ ହଁ ସେ ଭଗବତ ଗୀତା ତ ଠିକ ଅଛି, ତା ଦେହରେ ବି ବୁଝିପାରିବେ। କିନ୍ତୁ ଭଗବତ ଗୀତା ଠାରୁ ବି ବଡ ହେଲା ବେଦାନ୍ତ, ଉପନିଷଦ। ଓହୋ। ଉପନିଷଦରେ ସ୍ପଷ୍ଟ ଲେଖା ହେଇଛି ସବୁ କଥା। ମୁଁ ଶ୍ରେଷ୍ଠ ଆମର ଦେଖନ୍ତୁ ମାନ୍ୟତା ବି ତ ପାଇଛି, ଭଗବତ ଗୀତା ହିଁ ଶ୍ରେଷ୍ଠ ବୋଲି ମୁଁ ଭାବେ ଗୁରୁଜୀ। ନାଇଁ ନାଇଁ, କିନ୍ତୁ ଦେଖନ୍ତୁ 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 ଆମର ଗୋଟେ କଥାରେ ଅଛି ନା, ଆମର ହିନ୍ଦୁ ଧର୍ମର ଶ୍ରେଷ୍ଠ ହଉଛି ଭଗବତ ଗୀତା। ବେଦ ବେଦ ଆ ହିନ୍ଦୁ ଧର୍ମର ମୂଳ ଆମର ଯୋଉ ଗ୍ରନ୍ଥ ହେଲା ବେଦ। ହଁ ବୁଝିପାରୁଛନ୍ତି, ବେଦ ହେଲା ହଁ ମୂଳ ଗ୍ରନ୍ଥ। ସେ ବେଦ ଭିତରେ ବେଦର ସାରାଂଶ ହେଲା ଉପନିଷଦ। ଏଠି କାହିଁ କୁହାଯାଇଛି ବୁଝନ୍ତୁ, ହଁ ଭଗବତ ଗୀତାରେ ଟିକେ ତ୍ରୁଟି ଅଛି। ଟିକେ ତ୍ରୁଟି କଣ, କୃଷ୍ଣ ଅର୍ଜୁନ ହଁ ଦୁଇଟା ଶରୀରକୁ ମାଧ୍ୟମ କରି ଆମକୁ ବୁଝା ଯାଇଛି। ହଁ ସେ ଶରୀରଙ୍କୁ ଆମେ ଦେଖିକିରି ଆମେ କଣ ହଁ ହଉଛେ, ସେ ନାମରେ, ସେ ରୂପରେ, ସେ ରଙ୍ଗରେ ହଜି ମଜି ଯାଉଛେ। ହଁ ହଁ ଧରି ପାରୁଛନ୍ତି, ଭଗବାନ ମାନେ ଆମେ ମାନି ଯାଉଛେ ସେଇ ରୂପ, ସେଇ ହଁ ରଙ୍ଗ। କିନ୍ତୁ ଉପନିଷଦରେ କୌଣସି ନାମ ରୂପ ବର୍ଣ୍ଣନା ନାହିଁ। ହଁ ତତ୍ଵ ସ୍ପଷ୍ଟ ଭାବରେ ଲେଖା ହେଇଛି, ଅହମ ବ୍ରହ୍ମାସ୍ମି, ମୁଁ ହିଁ ବ୍ରହ୍ମ। ମୁଁ ହଁ କେମିତି ବ୍ରହ୍ମ, ମତେ ମୁଁ ଚିହ୍ନିବା ପାଇଁ ପ୍ରୟାସ, ସାଧନା, ହଁ ହଁ ସତ୍ସଙ୍ଗ। ହଁ ତ ଏସବୁ ଜିନିଷ ଏକା କଥା, ସବୁର ମୂଲ୍ୟ ଅଛି, ତାକୁ ବୁଝିପାଇଲେ ହେଲା। ହଁ ସବୁର ପ୍ରାଧାନ୍ୟତା ଅଛି, ସବୁ ଶାସ୍ତ୍ରର ମୂଲ୍ୟ ଅଛି। ତ ଚାରି ପାଞ୍ଚଟା ଶାସ୍ତ୍ରକୁ ବ୍ୟାଖ୍ୟା କଲେ ଆଉ ଟିକେ ଭଲ ହେଇପାରିବ, ଏଇ ପ୍ରଚେଷ୍ଟା ଆଉ। ଆଚ୍ଛା, ସିଏ ତ ଦିଟା କଥା ବି କହୁଛନ୍ତି ଗୁରୁଜୀ, ନିର୍ଗୁଣ ବି ସଗୁଣ ବୋଲି ବି ଭଗବାନ କହୁଛନ୍ତି ଯୋଉ ଭଗବତ ଗୀତାରେ। ନାଇଁ ନାଇଁ, ସତ, ଏଇଟା ବି ସତ। ହଁ ସଗୁଣ ସଗୁଣ ବ୍ରହ୍ମଙ୍କୁ ହଁ ଯେତେବେଳେ ନିର୍ଗୁଣ ଉପାସନା ମାଧ୍ୟମରେ ତତ୍ଵକୁ ଯେତେବେଳେ ବୁଝିବା, ସେତେବେଳେ ଯାଇକିରି ସଗୁଣକୁ ବ୍ରହ୍ମ ରୂପରେ ଦେଖିପାରିବା। ଏବେ ଆମ ଭିତରେ ସଗୁଣ ବ୍ରହ୍ମଙ୍କୁ ଉପାସନା ଆମେ କରିପାରୁଛେ କି? ଉଦ୍ଦେଶ୍ୟ, ନାଇଁ ଆମେ ଗୋଟେ ମନ୍ଦିରକୁ ଯାଉଛେ, ହଁ ବାହାରେ ଗୋଟେ ବ୍ୟକ୍ତି, ଗୋଟେ ଭିକାରୀ ବଇଛନ୍ତି, ସେ ହଁ ଭିକାରୀ ବି ତ ସେଇ ବ୍ରହ୍ମ ନା। ହଁ ହଁ ଆମେ ସେ ତାଙ୍କୁ ମୁଣ୍ଡିଆ ମାରୁଛେ? ନାଇଁ ଆମେ ତାଙ୍କୁ କଣ ଦୃଷ୍ଟିରେ ଦେଖୁଛେ, ଇଏ ଗୋଟେ କଣ ଭିକାରଟେ, ଇଏ ଗୋଟେ କଣ ଛୋଟ ଲୋକଟେ, ଆ ପାଖରେ ପଇସା ନାହିଁ, ଇଏ ଗୋଟେ ମାଗେନ୍ତା ଲୋକଟେ ବଇଛି। ହଁ ହଁ ଭିତରେ ଗୋଟେ ପଥର ମୂର୍ତ୍ତି ବସେଇଛେ, ହଁ ପଥର ମୂର୍ତ୍ତି ଉପରେ ଆମେ ହଉଛି ଫୁଲ, ଫଳ, ନୈବେଦ୍ୟ, କ୍ଷୀର ଢାଳୁଛେ, ସିଟି ମୁଣ୍ଡିଆ ମାରୁଛେ ହଁ ଜଡ ଜଡ ବ୍ରହ୍ମକୁ। କିନ୍ତୁ ହଁ ଚେତନା ବ୍ରହ୍ମ ବାହାରେ ବଇଛନ୍ତି, ତାଙ୍କୁ କାହିଁ ଆମେ ଚିହ୍ନି ପାରୁନେ? ହଁ ଦ୍ୱିତୀୟ, ଆମେ ଗୋଟେ ଫୁଲ କିଣୁଛେ, ସେ ଲୋକ ସାଙ୍ଗରେ ବାର୍ଗେନିଂ କରୁଛେ, 10 ଟଙ୍କା କଣ କହୁଛ, ଫୁଲ 5 ଟଙ୍କାରେ ଦିଅ, ଏତେ ରେଟ୍ କଣ ବଢେଇ ନେଉଛ? ନଡିଆ କେତେ? 25 ଟଙ୍କା। 25 ଟଙ୍କା ହଁ କଣ ଆଜ୍ଞା, ନଡିଆ 20 ଟଙ୍କାରେ ମିଳୁଛି, ଏତେ ରେଟ୍ କଣ ବଢେଇ ନଉଛ? ସେ ବି ତ ସେଇ ବ୍ରହ୍ମ। ହଁ ହଁ ତାହେଲେ ସଗୁଣ ଉପାସନା ଆମ ଭିତରେ ଆସିପାରୁଛି କି? ଆସିପାରୁନି। ନାଇଁ କାହିଁ ଆସିପାରୁନି? ଆମ ଅନ୍ତଃଚକ୍ଷୁ ସେତେ ସ୍ପଷ୍ଟ ହେଇନି।
ହଁ ଆମ ହଁ ମନ ସେତେ ଶୁଦ୍ଧ ହେଇନି। ହୁଁ ତ ସଗୁଣ ବ୍ରହ୍ମକୁ ସେତେବେଳେ ଚିହ୍ନି ପାରିବା ଯେତେବେଳେ ନିର୍ଗୁଣ ନିରାକାର ତତ୍ଵକୁ ଚିହ୍ନି ପାରିବା। ହଁ ବୁଝିପାରୁଛନ୍ତି? ହଁ ବୁଝିଲି ବୁଝିଲି ତ ତତ୍ତ୍ୱଦର୍ଶୀ ପରେ ହିଁ ଆପଣ ବାସ୍ କହୁଛନ୍ତି ବୁଝିଲେ କି? ତତ୍ଵଦର୍ଶ ପରେ ମୁଁ ଏବେ ଜାଣିପାରୁଛି ମୁଁ ଏଇଠୁ କହୁଛି, ମୁଁ ସେଇଠୁ ଆପଣଙ୍କ ଜାଗାରେ ବି ଶୁଣୁଛି, ମୁଁ ହିଁ ଏଠି ସେଠି ଅଛି, କିନ୍ତୁ ଏ ହଁ ଭାବନା ଆପଣଙ୍କ ମନ ଭିତରେ ଟିକେ ନଥିବ। ହଁ ଧରି ପାରୁଛନ୍ତି? ତ ହଁ ଏଇ ସବୁ ଧୀରେ ଧୀରେ ଅନୁଭବ ପରେ, ଧୀରେ ଧୀରେ ଜ୍ଞାନ ସ୍ପଷ୍ଟ ହେଲା ପରେ, ତେବେ ଯାଇକିରି ଆପଣ ଜାଣିପାରିବେ ଗୋଟେ ପିମ୍ପୁଡ଼ି ଭିତରେ ବି, ଗୋଟେ ମଶା ଭିତରେ ବି ମୁଁ ହିଁ ଅଛି। ହଁ ତ ସେ ଯାଇ ସାଧନାର ଟିକେ ପରିପକ୍ୱତା ଦରକାର। ହଁ ଠିକ ଅଛି। ନାଇଁ ଆପଣ ତ କହୁଛନ୍ତି ସେ ଠିକ କଥା, କିନ୍ତୁ ତାର ଅର୍ଥ ଏଇ ଯୋଉ ସଗୁଣକୁ ତ ଆମେ ମାନେ ପୁରା ଅସ୍ୱୀକାର କରିପାରିବା ନାହିଁ ବୁଝିଛି ସେ କଥା ମୁଁ କହୁଥିଲି। ନାଇଁ ନାଇଁ, ଅସ୍ୱୀକାର କରିବା ପାଇଁ କେହି କହୁନାହାନ୍ତି। କି ଖଣ୍ଡନ କରିପାରିବା ନାଇଁ ଦେଖନ୍ତୁ। ନାଇଁ ନାଇଁ, ଶୁଣନ୍ତୁ ଶୁଣନ୍ତୁ ହଁ ଶୁଣନ୍ତୁ, ମତେ ଗୋଟେ କଥା କୁହନ୍ତୁ। ହଁ ଆପଣ ଗୋଟେ ପ୍ଲାଷ୍ଟିକ ଫୁଲ ଗଛ ଆଣିବେ, ହଁ ଗୁରୁଜୀ। ଧରିବା ପାଇଁ ଚେଷ୍ଟା କରିବେ କଥାକୁ, ବହୁତ ଗଭୀର ହଁ କଥା। ଗୋଟେ ହଁ ପ୍ଲାଷ୍ଟିକ ଗୋଲାପ ଫୁଲ ଗଛ ଆଣିଲେ, ହଁ ଗୁରୁଜୀ। ତାକୁ ଗୋଟେ ମାଟିରେ ପୋତିଲେ, ହଁ ଗୁରୁଜୀ। ତାକୁ ଡେଇଲି ପାଣି ଦେଲେ, ହଁ ଓ ତା ଦେହରେ ୟୁରିଆ, ପଟାସ, ଗୋବର, ଖତ ଦେଲେ, ତା ଦେହରେ ଫୁଲ ଫୁଟିବ? ନାଇଁ। ବାସ୍ ସେଇଆ ଆମର ଏଠି କରୁନେ କି? ହଁ ମୂର୍ତ୍ତିକୁ ଫଳ ଦେଲେ, ଫୁଲ ଦେଲେ, ଭୋଗ ଦେଲେ, ମୁଣ୍ଡିଆ ମାଇଲେ, ଦୀପ କଲେ, ସବୁ ହଁ କରୁଛେ, କିନ୍ତୁ ତା ଦେହରେ ପରିଣାମ କଣ ମିଳୁଛି? ସିଏ କିଏ ଆମେ ଚିହ୍ନି ପାରୁଛେ କି? ନାଇଁ ଗୁରୁଜୀ। ସିଏ ସେ ଭୋଗକୁ ଖାଉଛନ୍ତି କି? ନାଇଁ ସେ ଦୀପର ଆନନ୍ଦକୁ, ଫୁଲର ସୁଗନ୍ଧକୁ ନେଇ ପାରୁଛନ୍ତି କି? ନାଇଁ। ତ ଆମେ ଅଜାଣତରେ ସେ ପ୍ଲାଷ୍ଟିକ ଫୁଲରେ ହିଁ ପାଣି ଦଉନେ କି, ସେଇ ହଁ ଗଛରେ? ହଁ ଏଠି ଦେଖନ୍ତୁ, ଆମେ ଯୋଉ ଉପାସନା କରୁଛେ, ଏଠି ଆମ ମନ ଭିତରେ ଗୋଟେ ଦୁଃଖ ଆସୁଛି, ଗୋଟେ ଗୋଟେ କଷ୍ଟ ଆସୁଛି, କିମ୍ବା ଆ ଇଏ ଭାବକୁ କଣ ଶବ୍ଦ ଦବା ବି ମୁଁ କିଛି ଶବ୍ଦ ପାଉନି, ମାନେ ଟିକେ ହଁ ଆମ ଭିତରେ ଆମେ ଭାବୁଛେ ଆମେ ଯୋଉ ଉପାସନା କରୁଛେ ଏଇଟା ହଁ ଭୁଲ କେମିତି? ହଁ ମାନେ ଏ ଯୋଉ ଅଧିକାଂଶ, ଆପଣ କହିବା ଯୋଉ ସାକାର ଉପାସନା ଆମେ ଯୋଉ କରୁଛେ। ହଁ ସାକାର ଉପାସନା, ଆମେ ହଁ ଯେହେତୁ ଜନ୍ମରୁ ଆଜି ଯାଏ କରି ଆସିଛେ, ଆଉ ହଁ ଅଧିକାଂଶ ଲୋକ ବି ସେଇଆ କରୁଛନ୍ତି। କରୁଛନ୍ତି। 90% ଲୋକ ସାକାର ଉପାସନା କରୁଛନ୍ତି। କରୁଛନ୍ତି। ତ ସେ ଜିନିଷକୁ ଦେଖିକିରି ଅଜାଣତରେ ଆମ ମନରେ ଗୋଟେ ଦୁଃଖ ଆସୁଛି, କାଳେ ଆମେ ଭୁଲ କରୁଛେ, ଆମେ ହାରି ଯାଉଛେ କି, ଆମେ ଭୁଲ କି? ଆମେ ହଁ ଭୁଲ କି? ମୁସଲିମ ଅଛନ୍ତି, ସେମାନେ ନିରାକାର ଉପାସନା କରୁଛନ୍ତି। ହଁ ତାହେଲେ ଆମେ ଯୋଉ ସାକାର ଉପାସନା କରୁଛେ, ହଁ ସେ ଉପାସନାର ଗଭୀରତାକୁ ଆମେ ପରଖି ପାରୁନେ। ହଁ ପୁରୀ ମନ୍ଦିର ଅଛି, ହଁ ମନ୍ଦିର କବାଟ ଖୋଲିଦେଲେ, ହଁ ସହସ୍ର ଲୋକ ଦୌଡ଼ିକି ତା ଭିତରେ ପଶିଗଲେ, ହଁ ତା ଭିତରେ ବୁଢ଼ୀ ମା ମାନେ ଅଛନ୍ତି, ବୁଢ଼ା ବାବା ମାନେ ଅଛନ୍ତି, ତାଙ୍କ ହଁ ଗୋଡ଼ ଉପରେ କିଏ ଚଢ଼ିଗଲେ, ତାଙ୍କ କାନ୍ଧ ଉପରେ କିଏ ବସିଗଲେ। ଆଚ୍ଛା, ସେ ଦୌଡ଼ି ଦୌଡ଼ି ଯାଇକି ସେଠି ଯାଇକି ଠାକୁରଙ୍କୁ ଦେଖିଦେଲେ, ସେ ମୁକ୍ତି ହେଇଯିବେ? ନାଇଁ। ମୁକ୍ତ ହେବେ କି? ନାଇଁ। ତାହେଲେ ସେ ସାଧନା ମାଧ୍ୟମରେ ଆମେ ଲୋକଙ୍କୁ ପୀଡ଼ିତ ଦଉଛେ, ପୀଡ଼ା ଦଉଛେ, ନା ମୁକ୍ତି ଦଉଛେ? ପୀଡ଼ା। କଷ୍ଟ ଲାଗିବ, ଏ କଥା ମତେ ବି କଷ୍ଟ ଲାଗୁଛି, ମୁଁ ବି ବୁଝିପାରୁଛି, ମୁଁ ବି ଏସବୁ କଥା କରୁଥିଲି, ମୁଁ ବି ସନାତନୀ, ମୁଁ ବି ସେଇ ହିନ୍ଦୁ, ମୁଁ ବି ସେଇ କଥା, କିନ୍ତୁ ନାଇଁ ନାଇଁ ସେ କଥା ନାଇଁ ଗୁରୁଜୀ ଦେଖନ୍ତୁ, ଗୋଟେ ଏବେ ଯୋଉ ଜଷ୍ଟ ଆଗରୁ ଆପଣ ଯୋଉ କହୁଥିଲେ, ଆଜ୍ଞା ମାନେ ସେ ଯୋଉ ଆମର ବସିବା ଅପେକ୍ଷା କାଶିବା ଭଲ। ଆଜ୍ଞା ଏବେ ଦେଖନ୍ତୁ, ଆପଣ ତ ବହୁତ ଗଭୀରକୁ ଗଲେଣି ସାର୍ ଆଜ୍ଞା ଗୁରୁଜୀ, ଆଜ୍ଞା ଆଜ୍ଞା କିନ୍ତୁ ଅନେକ ଲୋକ ଅଛନ୍ତି, କିନ୍ତୁ ତାଙ୍କର ଭଗବାନଙ୍କର ଯୋଉ ଗୋଟେ ଯେକୌଣସି ଗୋଟେ ଦିବ୍ୟ ନାମ ହଉ କି ଦିବ୍ୟ ଗୁଣକୁ ହଉ କୀର୍ତ୍ତନ କରୁ, ଏଇଟା ବିଷୟ ତ କିଛି ଖରାପ ନୁହଁ କଥା ମୁଁ ହଁ, କହିବାଟା ନା ବୁଝିପାରିଲି ଗୁରୁଜୀ। ଏଇଟା ବୁଝିପାରିଲେ, ଏଇଟା ଭଲ, ଆପଣ ଯୋଉ ସ୍ତରରେ କହୁଛନ୍ତି ମୁଁ ବି ସ୍ୱୀକାର କରୁଛି, ଏଇଟା ଭଲ। କାହିଁକି ଯଦି ଆମେ ପୁରା ସମ୍ପୂର୍ଣ୍ଣ ଭିତରକୁ, ମାନେ ଆପଣ ଯୋଉ ମୂଳ କଥା କହୁଛନ୍ତି, ହୁଁ ହୁଁ ମୂଳକୁ ଯାଇ ନ ପାରିଲେ, ବୁଝିପାରିଲେ କି ନାଇଁ, ହୁଁ 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 ଆଉ ତାର ଗୋଟେ ଶାଖା ପ୍ରଶାଖା ରଖିକି ଯେକୌଣସି ଗୋଟେ ଚିହ୍ନ ବର୍ଣ୍ଣ କରି ଧରିକି ଯଦି ରହିଲେ ବି କିଛି ଲାଭ ହବ। ହଁ, ନାଇଁ ନାଇଁ, ଦେଖନ୍ତୁ ଆଉ ଗୋଟେ କଥା ଶୁଣନ୍ତୁ, ଆଉ ଗୋଟେ ହଁ କଥା, ଆମେ ଯଦି ଏ ଉପାସନାର ଆମର ଆଜିର ଏ ସଂସାରକୁ ପରଖିବା, ହଁ ଆଜିର ସଂସାରକୁ ଯଦି ଆମେ ପରଖିବା, ହଁ ଏ ଉପାସନା ବିଧିରେ ବୋଧେ ଅତିଶୟୋକ୍ତି ହବନି, ଯଦି ଭାବି ନିଅନ୍ତୁ ଶହେ ଜଣ ଲୋକ ଉପାସନା କରୁଛନ୍ତି, ହଁ ଗୁରୁଜୀ। ସାକାର ଉପାସନା, ଈଶ୍ୱରଙ୍କୁ ମୂର୍ତ୍ତି ରୂପରେ, ଫଟୋ ରୂପରେ ପୂଜା କରୁଛନ୍ତି, ସେ ହଁ 100 ଜଣ ଲୋକଙ୍କ ଭିତରେ 20 ଜଣଙ୍କ ଭିତରେ ଭାବ ଆସୁଛି, ଭକ୍ତି ଆସୁଛି, ବୈରାଗ୍ୟ ହଁ ଆସୁଛି, ଅନ୍ତର୍ମୁଖୀ ହଉଛନ୍ତି, 20 ହଁ ଜଣଙ୍କ ଭିତରେ। ହଁ ବାକି 80 ଜଣ ଯୋଡି ହେଇଛନ୍ତି କିଛି ପାଇବା ପାଇଁ। ହଁ ଏ କଥା ଧରନ୍ତୁ ଭଲ କିନି, ହଁ ଗୁରୁଜୀ। ତାଙ୍କ ଉଦ୍ଦେଶ୍ୟ ଈଶ୍ୱର ପାଇବା ନୁହଁ, ଈଶ୍ୱର ହଁ ମଧ୍ୟ କିଛି ପାଇବା, ହଁ ଧନ ହଁ ହଁ ପାଇବା, ଯଶ ହଁ ପାଇବା, କୀର୍ତ୍ତି ପାଇବା, ହଁ କିମ୍ବା ମୁକ୍ତି କଣ ବି ସେ ଜାଣିନାହାନ୍ତି, କଣ ଗୋଟେ ହଁ ପାଇବା। ହଁ
ତ ସେ ଯୋଉ 80% ଲୋକ ସେ ହଁ ହଇରାଣ ହଉନାହାନ୍ତି କି? ହଁ ହଉଛନ୍ତି ଗୁରୁଜୀ। ସେଇ କଥା ବୁଝିପାରୁଛନ୍ତି? ଭଗବାନ ବି ଗୀତାରେ ତ ସ୍ପଷ୍ଟ କରିଛନ୍ତି ଗୁରୁଜୀ। ବୁଝିପାରିଲେ କି ନାଇଁ? ମାନେ ସେଇଟା ତ ଆପଣ ଠିକ କହିଲେ, କିଛି ନ ହେଲା। ପୂଜିବା ଠୁ ଭଲ କିଛି ପୂଜିବା, ଏଇଟା ମୁଁ ମାନୁଛି। କିନ୍ତୁ ସେ ହଁ ପୂଜିବା ଦ୍ଵାରା ଆମେ ଉପକୃତ ଯଦି ହଉନି, ତାହେଲେ ସେ ପୂଜିକି ଲାଭ କଣ? ଏବେ ଦେଖନ୍ତୁ, ଏବେ ହଁ ସେଇ ଏ, ସେଇ ଉଁ, ହେଲା କଥା, ଆପଣ ଯାହା କହୁଛନ୍ତି ବୁଝିପାରୁଛନ୍ତି? ସେଇଟା। ତେଣୁ ଏ ସକାଳୁ, ମନକୁ ମୌନ କରିବାକୁ ହିଁ। ହଁ, ଆମେ ଠିକ ଅଛି, କିନ୍ତୁ ମୁଁ ଦେଖନ୍ତୁ, ମୁଁ କିଛିଟା କଥା ବ୍ୟଙ୍ଗାତ୍ମକ କଥା ବି କହିଛି। ତା ହଁ କାରଣ ଅଛି। ତା କାରଣ ହଁ ହେଲା, ଟିକେ ତ ଆମ ବିବେକ ଜାଗୃତ ହବ। ଟିକେ ହଁ ତ ଯିଏ ଇଏ ସାଧନା ମାର୍ଗରେ ଅଛନ୍ତି, ହଁ ବହୁତ କିଛି କିଛି ସାର୍ ମାନେ ମତେ ଫୋନ କରନ୍ତି, କହନ୍ତି ହଁ ଆପଣ ଯୋଉ କଥା କହୁଛନ୍ତି, ଆମେ ତ ପୂଜକ, ଆମେ ତ ପୂଜାରୀ ବ୍ରାହ୍ମଣ, ଆମେ ତ ପୂଜା କରୁଛୁ, ଆମର ତାହେଲେ ତ ହଉଛି ପେଟ ପୋଷା ହବନି। ଆପଣ ତ କହୁଛନ୍ତି ମୂର୍ତ୍ତି ପୂଜା କରିବାନି, ଭୌତିକ ହଁ ଉପାସନା କରିବାନି, ତାହେଲେ ହଁ ଆମେ କେମିତି ଚଳିବୁ? ହଁ ମୁଁ କହିଲି, ମହାଶୟ ମତେ ଗୋଟେ କଥା କୁହ, ବ୍ରାହ୍ମଣ କିଏ? ହଁ ସେ କହିଲେ, ଯିଏ ବ୍ରହ୍ମକୁ ଚିହ୍ନିଥାନ୍ତି। ମୁଁ ହଁ କହିଲି, ହଁ ଆପଣ ବ୍ରହ୍ମକୁ ଚିହ୍ନିଛନ୍ତି? କହିଲେ, ନା। ହଁ କହିଲେ, ଚିହ୍ନି ନାହାନ୍ତି, ଆପଣ ଚିହ୍ନିବା ପାଇଁ ପ୍ରୟାସ କରିବା ଦରକାର। ହଁ ଆପଣ ଯୋଉ ଜଣେ ଯଜମାନ ଘରକୁ ଗଲେ, ହୁଁ ତାଙ୍କୁ କହିଲେ ଆମ୍ବ କାଠ ଆଣ, ଘିଅ ଆଣ, ପଣା ଆଣ, ଦୀପ ଆଣ, ଧୂପ ଆଣ, ଗଙ୍ଗା ଜଳ ଆଣ, ତାପରେ ହଉଛି ଦକ୍ଷିଣା ଆଣ, ଫଳ, ପରିବା, ଡାଲି, କେତେ କଣ ମଗେଇ ନଉଛନ୍ତି। ସିଏ ହଁ ତମକୁ ସେଠି ଦେଇଦେଲେ, ବସିକିରି ତମେ କି ମନ୍ତ୍ର ପଢୁଛ ବି ସେ ବିଚରା ବୁଝି ପାରୁନାହାନ୍ତି। ହାତ ଯୋଡିକି ହଁ ତମକୁ ମୁଣ୍ଡିଆ ମାଇଲେ, ସେ ଯୋଉ ହଁ ଯଜ୍ଞଙ୍କୁ ମୁଣ୍ଡିଆ ମାଇଲେ, ସେ ହଁ ଚୁପଚାପ ଉଠିକିରି ପଳେଇଲେ। ତାହେଲେ ତାଙ୍କ ଲାଭ ହଁ କଣ ହେଲା? ହେଲା। ଯଦି ସେଇ ଜାଗାରେ ତମେ ତାଙ୍କ ଘରକୁ ଗଲ, ହଁ ଭଗବତ ଗୀତାର ଗୋଟେ ଅଧ୍ୟାୟକୁ ବୁଝେଇଲ, ହଁ ଜନ୍ମ କଣ ମୃତ୍ୟୁ କଣ ତାଙ୍କୁ ଟିକେ ବୁଝେଇଲ, ହଁ ସାଧନାର ସଠିକ ବିଧିକୁ ତାଙ୍କୁ ବୁଝେଇଲ, ତ ସେ ହଁ ଯେତେବେଳେ ଧାରଣା କରିବେ, ଧ୍ୟାନ କରିବେ, ମନକୁ ଅନ୍ତର୍ମୁଖୀ କରିବେ, ତାଙ୍କର ଯେତେବେଳେ ତାଙ୍କ ବିଭିନ୍ନ ପ୍ରକାର ରୋଗରୁ ବି ମୁକ୍ତି ହେବେ, ଶରୀର ହଁ ବି ଆରୋଗ୍ୟ ରହିବ, ମନ ବି ହଁ ଆନନ୍ଦରେ ରହିବ, ସେଠି ତମେ ଯୋଉ ଦକ୍ଷିଣାଟା ପାଇବ, ସେଇଟା ପ୍ରାପ୍ତିର ଯୋଗ୍ୟ, ତମେ ହଁ ଯୋଗ୍ୟ। କିନ୍ତୁ ଏଇଟା ଯୋଉ କାମ କରୁଛ, ଏଇଟା ଠିକ କି? ସେ ଏଇଟା ଗୋଟେ ହସିଲେ। ସେ ଠକିକି ହସିଲେ, ନେଲା କହିଲେ, ପରି, ଗୋଟେ ମୁଁ ସେ ବି କାମନା ଶକ୍ତିରେ ଆସକ୍ତ ହେଇକି ନେଲା ପରି ହଉଛି। ବୁଝିପାରୁଛନ୍ତି? ମୁଁ କହିଲି ଯଦି ତମେ ନିଜକୁ ସତ୍ୟରେ ବ୍ରାହ୍ମଣ ଭାବୁଛ, ହଁ ତାହେଲେ ଗୀତା ପଢ। ହଁ ଗୀତାରେ କୋଉ ତତ୍ଵର ବର୍ଣ୍ଣନା ହେଇଛି ତାକୁ ଟିକେ ବୁଝ, ତାଙ୍କୁ ହଁ ଟିକେ ବୁଝାଅ। ହଁ ଘରେ ସେମାନେ କେତେ ବ୍ୟାକୁଳ ସହିତ ସକାଳୁ ଗାଧେଇ ପାଧେଇ, ମୁଣ୍ଡ ଧୋଇ, ଶୁଦ୍ଧ ବସ୍ତ୍ର ପିନ୍ଧି, ସେ ଘରକୁ ନିପିକିରି, ଘରକୁ ଧୋଇକିରି, ଗୋଟେ ହୋମର କଣ କଣ ପଡିବ, ପଞ୍ଚାମୃତ, କୋଉଠି କ୍ଷୀର, କୋଉଠି ଘିଅ, କୋଉଠି ଦହି, କୋଉଠି ଆମ୍ବ ଡାଳ, ସେ କେତେ ସାମଗ୍ରୀକୁ ଏକତ୍ର କରି କେତେ ଉତ୍କଣ୍ଠରେ ସେମାନେ ସେ ଆୟୋଜନ କରିଛନ୍ତି। ସେ କଣ ହଁ ପାଉଛନ୍ତି, ହଁ ତାଙ୍କୁ ତମେ କଣ ଦଉଛ, ହଁ ତାହେଲେ ତମ ପୂଜା କେମିତି ଠିକ? ହଁ ସେ ବୁଝିଲେ। ତେଣୁକରି ଯୋଉ ଉପାସନାକୁ, ମୁଁ କାହା ଉପରେ ରାଗିକିରି ଏ କଥା କହିନି, କାହାକୁ ନାଇଁ ନାଇଁ ଅସମ୍ମାନିତ କରିବା ପାଇଁ କିଛି ସେ କୁହା କଥା ହଉନି। ନାଇଁ, କିନ୍ତୁ ମୋର ଗୋଟେ ଆପଣଙ୍କର ଇଏ କଣ, ହୁଁ ହୁଁ ଏବେ ହୁଁ ଦେଖନ୍ତୁ ଗୁରୁଜୀ, ଆପଣଙ୍କ ନାମ ଯାହା, ଆପଣ ତାହା। ହଁ ହଁ ହୁଁ ବୁଝିପାରିଲେ କି ନାଇଁ? ସୁନ୍ଦର। ହୁଁ ହୁଁ ତେଣୁ ଭଗବାନ ବି ସେଇ କଥା କହିଛନ୍ତି। ହୁଁ କିନ୍ତୁ ହୁଁ ଏଇଠି ଆପଣ ଯୋଉଟା କହୁଛନ୍ତି, ସ୍ପଷ୍ଟ କାହିଁକି ହଉଛି, ହୁଁ ହୁଁ ମୂଳ କଥା ଯଦି ନ ଜାଣିଲେ ଭ୍ରମରେ ପଡୁଛନ୍ତି। ବାସ୍। ଆଉ ଶୁଣନ୍ତୁ, ଅନ୍ତର ଯୋଉ ଭିତରେ ଯୋଉ ଯୋଉ ଦୃଢତା ଗୋଟେ ଯୋଉ ରହିବନି। ଶୁଣନ୍ତୁ, ଆପଣ ଯୋଉ ବୁଝିପାରିଲେ କି ନାଇଁ? ନାମ କଥା କହିଲେ, ହଁ ଆଜିକାଲି ମୁଁ ବି ଦେଖୁଛି ନା, ମୁଁ ପରଖେ ସବୁ ଜିନିଷକୁ। ଆମ ହଁ ଗାଁରେ, ଆମ ଆଖାପାଖି ନାମ ସଂକୀର୍ତ୍ତନ ହଉଛି। ହଁ ରାତି ସାରା ସେମାନେ ଯାଇକିରି, ପାଞ୍ଚ ପଞ୍ଝା, ସାତ ପଞ୍ଝା, ଅଷ୍ଟ ପ୍ରହରୀ, ଦଶ ପ୍ରହରୀ, ସେମାନେ ନାମ ସଂକୀର୍ତ୍ତନ କରୁଛନ୍ତି। ହଁ ତାଙ୍କୁ ଭଲ କିନି ସେଠି ବସିକିରି ଅବଜର୍ଭ କରିବେ, ତାଙ୍କ ଭିତରେ କିଛି ଲୋକ ଅଛନ୍ତି ଗଞ୍ଜେଇ ବି ଟାଣି ଦଉଛନ୍ତି। ହଁ ଗଞ୍ଜେଇ ଟାଣୁଛନ୍ତି। ତାପରେ ଆପଣ ଯୋଉ ଶୁଣନ୍ତୁ କହୁଛନ୍ତି, ଯୋଉ ଶୁଣନ୍ତୁ ମନଟା ବିକ୍ଷିପ୍ତ ମୂଢ ଅବସ୍ଥାରେ ବି ରହୁଛି। ବୁଝିପାରିଲେ କି ନାଇଁ? ଆଚ୍ଛା, ସେଟା ତ ଶୁଣନ୍ତୁ ହଁ ଶୁଣନ୍ତୁ ରାତି ସାରା ଆମେ ମାଇକ ବଜେଇଲେ, ଆଖାପାଖି ହଁ କେହି ଲୋକ ଶୋଇ ପାଇଲେନି, ତାଙ୍କ ହଁ କାନ କାନ ଘାଇଁ ଘାଇଁ ହେଲା। ଛୋଟ ହଁ ପିଲା, କିଏ ଗର୍ଭିଣୀ ମା ମାନେ ଅଛନ୍ତି, କିଏ ରୋଗୀ ବ୍ୟକ୍ତି ଅଛନ୍ତି, ତାଙ୍କୁ ହଁ ରାତି ସାରା ମାଇକ ନଗେଇକିରି ଆମେ ତାଙ୍କୁ ହଇରାଣ କଲେ। ନିଜେ ହଁ ଗଞ୍ଜେଇ ଟାଣିକି ସେଠି ନାଚୁଛେ, କାହିଁକି? ଆମ ପଞ୍ଝାକୁ କିଛି ପଇସା ମିଳିବ, 1000 ଟଙ୍କା, ହଁ 5000 ଟଙ୍କା, 3000 ଟଙ୍କା, ତାଙ୍କର ବି ତ ମୂଲ୍ୟ ଥାଏ ନା। ହଁ ହଁ ଦାତା କିଛି ପଇସା ଦିଅନ୍ତି, ହଁ ଡାଲମା ନାଇଁ ସେଇଗୁଡା ହାପୁଡିଲେ। ତ ଆଁ ସେଇଟା ମାନେ ଆକ୍ଚୁଆଲି ଗୁରୁଜୀ ଶୁଣନ୍ତୁ ଗୋଟେ ତାହେଲେ କଥା। ଏ ଯୋଉ ଯୋଜନା କରିକିରି ଆମେ ହୁଁ, ସମାଜକୁ ଶାନ୍ତି ଆଡକୁ ନଉଛେ ନା ଅଶାନ୍ତି ଆଡକୁ ନଉଛେ? କୁହନ୍ତୁ। ଅଶାନ୍ତି ଆଡକୁ ନଉଛୁ, କିନ୍ତୁ ତାର ଭିତରେ ଗୋଟେ ପବିତ୍ର ଜିନିଷ ଅଛି ଗୁରୁଜୀ। ନାଇଁ ସେ ଦେଖନ୍ତୁ, ପବିତ୍ରତାଟାକୁ ଶୁଣନ୍ତୁ ସେ ଅନୁଭବ ହେଇପାରୁନି। ଶୁଣନ୍ତୁ 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 ହୁଁ ଶୁଣନ୍ତୁ ଗୋଟେ କଥା, ଟିକେ ପୂର୍ବରୁ ଆପଣ ଗୋଟେ ଭଲ କଥା କହିଥିଲେ, ସେଇ କଥା ଗୁରୁଜୀ ସାଙ୍ଗରେ ଆକୁ ତୁଳନା କରି ବୁଝନ୍ତୁ। ଜଣେ ହଁ ଗୁରୁ ଜଣକୁ ବାଡଉଛନ୍ତି, ତାଙ୍କ ଉପରେ ରାଗରେ, କ୍ରୋଧରେ ନୁହଁ, ପ୍ରେମରେ। ହଁ
ତାଙ୍କୁ ପ୍ରେମରେ ତାର ତାଙ୍କୁ ଭଲ ପାଇଁ, ସୁଧାରିବା ତାର ପାଇଁ, କଲ୍ୟାଣ ପାଇଁ। ହଁ ତାଙ୍କୁ ସୁଧାରିବା ପାଇଁ। ଏଠି ବି ହଁ ଯଦିଓ ଭୌତିକ ପୂଜାକୁ କେହି ଅବହେଳା କରୁଛନ୍ତି, ତାଙ୍କୁ ସୁଧାରିବା ପାଇଁ। ହଁ ହଁ ଧରିପାରୁଛନ୍ତି କଥାକୁ? ହଁ ବୁଝିଲି ଗୁରୁଜୀ। ତାଙ୍କ ତାଙ୍କ ମନକୁ କଷ୍ଟ ଦେବା ପାଇଁ ନୁହଁ, ତାଙ୍କୁ ହଁ ଭୁଲ ଦେଖିବା ପାଇଁ ନୁହଁ, ତାଙ୍କୁ ହଁ କେମିତି ସତ୍ ମାର୍ଗକୁ ଆସିବା। ଆଉ ଦେଖନ୍ତୁ, ମନ ଦର୍ପଣ, ହଁ ମନକୁ ଆମେ ଯୋଉ ଦିଶା ଦେବା ସେଇ ଦିଶାରେ ଯିବ। ଆଉ ହଁ ଆଜି ଯାଏ ଭୌତିକ ପୂଜା ବଢି ଚାଲିଛି, ଆନ୍ତରିକ ପୂଜା କମି ଚାଲିଛି। ତା କାରଣ କଣ? ଆମେ ମନକୁ ବହିର୍ମୁଖୀ କରିଦେଇଛେ। ତ ହଁ ହଁ କିଏ ତ ତତ୍ଵଦର୍ଶୀ, କିଏ ତ ସତ୍ୟକୁ ଅନୁଭବ କରୁଥିବା ବ୍ୟକ୍ତି, କିଏ ତ ପ୍ରଚାରକ ଏ କଥାକୁ ଭୁଲ କହିଲେ ଯାଇକି ସେ ଫେର ଠିକ ମାର୍ଗକୁ ଆସିବେ ନା ନାଇଁ? ହଁ ହଁ ବୁଝିପାରୁଛନ୍ତି? ହଁ ଗୁରୁଜୀ। ଗୌତମ ବୁଦ୍ଧ ହଁ ବେଦକୁ ବି ଭୁଲ ପ୍ରମାଣିତ କରିଥିଲେ। ବେଦରେ ବି ବଳି ପ୍ରଥା ଅଛି। ହଁ ତ ତାକୁ କହିଲେ ଇଏ କି ବଳି ପ୍ରଥା ଅଛି, ମାନେ ସେଠି ବଳିର ଉଦ୍ଦେଶ୍ୟ ଅଲଗା ଅଛି। ବଳିର ଉଦ୍ଦେଶ୍ୟ ମାନେ ସେଠି କୁହାଯାଇଛି ଅହଙ୍କାରକୁ ବଳି ଦେବା ପାଇଁ, ହଁ ହଁ ଅହଂଭାବକୁ ବଳି ଦେବା ପାଇଁ, ମନର ହଁ ଦୂଷିତ ବିଚାରକୁ ତ୍ୟାଗ କରିବା ପାଇଁ। ତାକୁ ନ ବୁଝିକି ଲୋକମାନେ କିଏ ଛେଳି କାଟିଦେଲା, କିଏ କୁକୁଡ଼ା କାଟିଦେଲା, ଖାଇବାର ହଁ ଯୋଜନା କଲା, ବଳିର ଯୋଜନା। ତ ତାକୁ ଗୌତମ ମାନେ ବୁଦ୍ଧ ସେ ତାକୁ ବିରୋଧ ଯୋଉ କରିଥିଲେ। ତ ଅର୍ଥକୁ ଅନର୍ଥ କରିବା ସେଟା ସାର୍। ଅର୍ଥକୁ ଅନର୍ଥ କରିବା। ତ ଏଇ ଗୌତମ ବୁଦ୍ଧ କଣ ବେଦକୁ ସତ୍ୟରେ ବିରୋଧ କରିଥିଲେ? ସେ ହଁ ହଁ ପ୍ରଥାକୁ ବିରୋଧ କରିଥିଲେ। ହଁ ସେମିତି ଏଠି ବି ତାଙ୍କୁ ଯଦି କୁହାଯାଉଛି, ଗୋଟେ ମାର୍ଗକୁ ଆଣିବା ପାଇଁ ଚେଷ୍ଟା ଚାଲିଛି। ହଁ କେତେ ଦେଖୁନାହାନ୍ତି ଆପଣ, ଗୋଟେ ଦେଖନ୍ତୁ, ଏ ସବୁ ଜାଗାରେ ତ ଚାଲିଛି, ଆପଣ ସେଠି ବି ଚାଲିଥିବ। ଗୋଟେ ଦୁର୍ଗା ପୂଜା ହଉଛି, ହଁ ଦୁର୍ଗା ଗୁରୁଜୀ। ପୂଜାରେ ଆମ ଆଡେ ତ ଦେଖିବେ ଆପଣ ହଉଛି 50, ମାନେ 50,000 ତ ବହୁତ କମ କହିଦେଲି ମୁଁ, 5 ଲକ୍ଷ 7 ଲକ୍ଷ ଟଙ୍କା ଖର୍ଚ୍ଚ କରିଦଉଛନ୍ତି। 7 ଲକ୍ଷ ହଁ ଖର୍ଚ୍ଚ ହଁ କଣ କରୁଛନ୍ତି? ଗୋଟେ ବିରାଟ ପେଣ୍ଡାଲ କଲେ, ମାଙ୍କର ହଁ ମୂର୍ତ୍ତି ହେଲା, ହଁ ପଛଆଡେ ଚାନ୍ଦୁଆ ହେଲା, ହଁ ପଛଆଡେ ତାର ସେଠୁ ବିଭିନ୍ନ ପ୍ରକାର ଆ ବିଭିନ୍ନ ପ୍ରକାର ସବୁ ଅଳଙ୍କାର କଲେ। ହଁ ସେଠୁ ହଁ ସେଠି ବାଜା ବାଜିଲା, ସେଠି ହଁ ସେଠୁ ଲାଇଟିଂ ଦେଖିବେ, ରୋଡ ସାରା ଲାଇଟ ଟଙ୍ଗା ହେଲା। ହଁ ଆଁ ଗୁରୁଜୀ। ହଁ ଆଚ୍ଛା, ଏଇଟା କଣ? ଏଇଟା ଗୋଟେ ଡ୍ରାମା ନୁହଁ କି? ହଁ ଆମେ ଯଦି ଆପଣ ଭୌତିକ ସୁଖ ନବା ପାଇଁ ଚାହୁଁଛନ୍ତି, ତ ଆପଣ ତାହେଲେ ହଉଛି ମେଲୋଡି କରିକି ଦେଖନ୍ତୁ, ସିଧା ଲାଇଟ ର ସେ ଯାତ୍ରାର ଆନନ୍ଦ ନିଅନ୍ତୁ। ପୂଜାକୁ ହଁ କାହିଁକି ମାଧ୍ୟମ କରୁଛନ୍ତି? କରୁଛନ୍ତି। ବୁଝିପାରୁଛନ୍ତି ତ? ହଁ ହଁ ସେଠି ବହୁତ ଲୋକ ବି ସେ କଣ କରୁଛନ୍ତି ବିଚରା ଜାଣି ପାରୁନାହାନ୍ତି। ସେଇ ହଁ 5 ଲକ୍ଷ ଟଙ୍କା ଭାବି ନିଅନ୍ତୁ, ସେଇ 5 ଲକ୍ଷ ଟଙ୍କା ସେଠି 1,00,000 ଟଙ୍କାରେ ଗୋଟେ ଛୋଟ ସତ୍ସଙ୍ଗ ଘର କଲେ, ସେଠି ହଁ ବସିକରି ପିଲାମାନଙ୍କୁ କିଛି ଭଲ ଶିକ୍ଷା ଦେଲେ। ହଁ ଆଉ 4 ଲକ୍ଷ ଟଙ୍କାରେ ଗୋଟେ ଛୋଟ କୁଟୀର ଉଦ୍ୟୋଗ ଆରମ୍ଭ କଲେ। ହଁ ହଁ କେତେ ଲୋକଙ୍କୁ ଖାଇବାକୁ ମିଳିବ? ହଁ କେତେ ଲୋକଙ୍କୁ ଯୋଉ ନିରୁଦ୍ୟୋଗ ସମସ୍ୟା ବଢିଛି, ସେ ଟିକେ ତ ଆଂଶିକ ତ ଭଲ ହବ। ହଁ ଗୁରୁଜୀ। ପଇସାଟାକୁ ଯୋଉ ଆମେ ପୋଡି ଦଉଛେ, ଫୋପାଡି ଦଉଛେ, ଯୋଉ ଇନ୍ଦ୍ରିୟ ସୁଖ ପାଇଁ ଗୋଟେ ରାତିରେ ଭୁଆଇ ନଉଛେ, ସେ ହଁ ପଇସା ଯଦି ଭଲ କାମରେ ଲାଗିବ। ଆଉ ହଁ ଗୋଟେ ଭଗବତ ଗୀତା କେତେ? ଆପଣ 550 ଟଙ୍କା ଦିଅନ୍ତୁ, ଗୋଟେ ବଢିଆ ଭଗବତ ଗୀତା ବହି ମିଳିବ। ହଁ ହଁ ଗୁରୁଜୀ। ଗୋଟେ 550 ଟଙ୍କା ଖର୍ଚ୍ଚ କଲେ, ଆଉ ଟିକେ ଛୋଟ ଛାମୁଡିଆ ଗୋଟେ ଛୋଟ ଚାଳିଆ ଭଳିଆ କରିଦେଲେ, ହଁ ହଁ ବସନ୍ତୁ। ବହୁତ କମ ଖର୍ଚ୍ଚରେ ଦେଖନ୍ତୁ କେତେ ଲାଭାନ୍ୱିତ ହେଇପାରିବା। ହଁ 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 ଏସବୁ କଥା। ବାକି କାହାରି କି ହଁ ତାପରେ ଆଉ ଗୋଟେ କଥା, ଆପଣ ଯାଇଥିଲେ ଉଦାସ ଆଶ୍ରମ? ଆଜ୍ଞା ଆଜ୍ଞା ସେଠି ବି ଆପଣଙ୍କର ଭିଡିଓ ମୁଁ ଦେଖୁଥିଲି। ଆଜ୍ଞା ଆଜ୍ଞା ସେ ବି ସେଠି ବି ଆପଣଙ୍କର ମୂଳ କଥା ଆପଣ ହଁ କହିବାକୁ ସେଠି ବି ଚେଷ୍ଟା କରୁଥିଲେ, ବୁଝିପାରିଲେ କି ନାଇଁ? ମୁଁ ସେଠି ଦେଖନ୍ତୁ, ତାଙ୍କ କଥାକୁ ବି, ସେ ଗୁରୁଜୀଙ୍କ କଥାକୁ ଟିକେ କାଟିକିରି ମୁଁ କଥା କହୁଥାଏ। ମୁଁ କଥା ହଁ କାହିଁ କହୁଥାଏ, ଯୋଉଠି ମତେ ଭଲ ଲାଗୁନଥାଏ ମୁଁ କଥା କାଟେ। ମତେ ହଁ ଟିକେ ଗପ କାହାଣୀ ଭଲ ଲାଗେନି। ହଁ ହଁ ଗପ କାହାଣୀରେ ଆମେ ସବୁ ହଜି ମଜିକିରି ଅଛେ। ହଁ ଫେର ସେଇ ଗପ ଗପିଲେ ଭଲ ଲାଗିବନି ନା। ନାଇଁ ସେଇଟା ମୁଁ ଭିଡିଓରେ ଦେଖୁଥିଲି, ମୁଁ ବୁଝୁଥିଲି ଆପଣଙ୍କ କଥା, ବୁଝିପାରିଲେ କି ନାଇଁ? ହେଲେ ଗ ଆପଣଙ୍କ କଥାକୁ ସେ ଠଉରାଇ ପାରୁନାହାନ୍ତି। ନାଇଁ ନାଇଁ, ସେ ବି ମହାନ ସାଧକ ସିଦ୍ଧ ପୁରୁଷ, ସେ ଜାଣିଛନ୍ତି। ତାଙ୍କୁ ଆମେ କାହିଁ ଛୋଟ କହିବା? ସେ ବହୁତ କଥା ନାଇଁ ନାଇଁ ଗୁରୁଜୀ ଜାଣିଛନ୍ତି। ଶୁଣନ୍ତୁ, ଆପଣ ଯୋଉ କହିଲେ ମହାନ ସାଧକ, ମାନେ ମୂଳ କଥା ନ ଜାଣିଲା ପରେ, ମୂଳ କଥାକୁ ଯଦି ଆମେ, ଆପଣ ଯୋଉ ଇଏରେ ମୂଳ କଥାକୁ ଛାଡିକି ଯଦି ଆମେ ଗୌଣ କଥାକୁ କହିବା, ଆଉ ଆଜ୍ଞା ଆଜ୍ଞା ମହାନ କୁଆଡେ ହେବେ ଗୁରୁଜୀ କୁହନ୍ତୁ? ନାଇଁ ନାଇଁ ନାଇଁ, ସେ ସିଦ୍ଧ ପୁରୁଷ ସେମିତି ନୁହଁ, ସେମିତି କିଛି ନୁହଁ। ଆମେ ମେନଲି ଆମ ଉଦ୍ଦେଶ୍ୟ ରହିବା ଦରକାର, ଯେମିତି ଆମେ ସାଧନାକୁ ବହିର୍ମୁଖୀ ହେଇକିରି ପ୍ରଚାର କରିବା। ଆମର ନାଇଁ ଦେଖ ଶୁଣନ୍ତୁ, ଆପଣ ଯୋଉ ତାଙ୍କ ବିରୋଧରେ ମୁଁ କହୁନି, ତାର ଏ ଆଜ୍ଞା ବି ତ ମୁଁ ଯୋଉ କହୁଥିଲି ଗୁରୁଜୀ, ବସିବା କାଶିବା ଭଲ, ସେମିତି ତାଙ୍କ କଥାଟା କଣ ଖରାପ ନୁହଁ, କିନ୍ତୁ ମୂଳ କଥାକୁ ଆମେ ସମସ୍ତେ ବୁଝିକି ମାନିକି ବାସ୍ ମୂଳ କରିବାକୁ ପଡିବ, କଥାକୁ କଥାଟା ଚିହ୍ନିବା, ବୁଝିଲେ କି ନାଇଁ? ମୂଳ ତାହେଲେ କଥାକୁ ଯାଇକି ଚିହ୍ନିବା। ଅଜ୍ଞାନ ଦୂର ହବ ବୋଲି ମୋର ଗୋଟେ, ମୁଁ ବୁଝିଛି ଆପଣଙ୍କ କଥାଟା, ନାଇଁ ବୁଝିପାରିଲେ କି ବିଲକୁଲ ନାଇଁ? ଠିକ, ବିଲକୁଲ ଠିକ। ଆଜି ଆମର ଏ ଚର୍ଚ୍ଚା ଭଲ ହେଲା, ଏଇଟା ବି ଅପଲୋଡ କରିଦବା।
ଏଇଟା ବହୁତ ନାଇଁ ନାଇଁ, ଲୋକ। ମୁଁ ତ ମୋର କେତେ ଭିଡିଓ ଆପଣ ଥରେ ଅପଲୋଡ କରିବା ପାଇଁ କହିଥିଲେ, ମୁଁ ମନା କରିଛି, ସେମିତି କିଛି ନୁହଁ। ହଁ କରିଦବା, କିନ୍ତୁ ଏଇଠି କଥାଟା କରିଦବା। ଏବେ ଆପଣ କାହିଁକି ନା ଆଉ ଗୋଟେ ଏମିତିଆ ଚର୍ଚ୍ଚା ହବା ଦରକାର। ବାରମ୍ବାର ଗୋଟେ ପ୍ରଶ୍ନ ଆପଣ ପଚାରି ବୁଝିବା ପାଇଁ ଯୋଉ ଚେଷ୍ଟା କରୁଛନ୍ତି, ଭଲ ଲାଗୁଛି ମତେ ଏଇଟା। ଏଇଟା ବୁଝିବା ବୁଝିପାରିଲେ। ଦରକାର ଲୋକ। ଅ, ହଁ ନାଇଁ, ଖାଲି ଆପଣଙ୍କ ବି ବହୁତ ମୂଳ କଥା ଏଇଟା, ମାନେ ଏଠି ଭଗବତ ଗୀତାର। ମୂଳ ମୂଳ କଥା ବୁଝନ୍ତୁ। କାହାକୁ ଏଠି ବିରୋଧ କରାଯାଉନି, କାହାକୁ ନାଇଁ ଅସମ୍ମାନିତ ନାଇଁ, କରିବା ଉଦ୍ଦେଶ୍ୟ ନୁହଁ। ହଁ ମୂଳ ଉଦ୍ଦେଶ୍ୟ ହେଲା ସାଧନାର ସଠିକ ପ୍ରଚାର ହଉ। ଆମେ ହଁ ଯୋଉ ପଇସାକୁ ଆମେ ଯୋଉ ପଇସାକୁ ବିନିଯୋଗ କରୁଛେ, ଆମେ ଯୋଉ ସମୟକୁ ଦଉଛେ, ଆପଣ ଦେଖିବେ ଗାଁ ଗହଳି ପ୍ରବଚନ ହଉଛି, ହଁ ହଁ ବହୁତ ମା ଭଉଣୀ ମାନେ ଅଛନ୍ତି, ତାଙ୍କ ଘରେ ଦୁନିଆ କାମ ଅଛି। କାହା ଘରେ ଗାଈ ଅଛି, କାହା ଘରେ ହଁ ରୋଷେଇ ଅଛି, ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦେବେ, ରୋଷେଇ ପ୍ରସ୍ତୁତ କରିବେ, ଛୋଟ ପିଲା ଅଛନ୍ତି। ସେ ସବୁ କାମ କାର୍ଯ୍ୟକୁ ଛାଡିକିରି ସେମାନେ ଯାଇ ବସିକିରି ସେଠି କିଛି ଶିଖିବା, କିଛି ଜାଣିବା, କିଛି ମନରେ ଉଦ୍ଦେଶ୍ୟ ନେଇକି ଯାଉଛନ୍ତି। ହଁ ସେଠି ହଁ ଯଦି ଆପଣ ଗପ କହିକିରି କହିବା ଗିରି ଗୋବର୍ଦ୍ଧନ ପୂଜା କର, ହଁ। ଗିରି ଗୋବର୍ଦ୍ଧନ ପୂଜା ପାଇଁ ପିଠା ଆଣ, ପଣା ଆଣ, ଏଇଟା ଆଣ, ତାହେଲେ ସେଇଟା ଠକାମି ଭଣ୍ଡାମି ନା ସେମାନଙ୍କୁ କିଛି ଆମେ ଶିକ୍ଷା ଦଉଛେ? ଏ ଠକାମି ଭଣ୍ଡାମି ୟାକୁ ଯିବ ଗୁରୁଜୀ। କିନ୍ତୁ ଆଉ ବୁଝିପାରୁଛନ୍ତି? ଗୋଟେ କଥା ତେଣୁକରି ଶୁଣନ୍ତୁ, ହୁଏତ ତାର ଗୋଟେ ଉପକାର ଥାଇପାରେ। ସେ ଉପକାର ତାର କଣ ମତେ କୁହନ୍ତୁ। ଠିକ ନାଇଁ ଅଛି, ଗୁରୁଜୀ, ଆପଣଙ୍କ ଅନୁଯାୟୀ ଆମେ ବୁଝିବା। ଉପକାର ସେଟା କଣ ଗୋଟେ, କୁହନ୍ତୁ? ଶୁଣନ୍ତୁ, ଗୋଟେ ପ୍ରସଙ୍ଗ ହେଇପାରେ, ମୁଁ କହିବାର ବୁଝନ୍ତୁ ଆପଣ। ହଁ, କିନ୍ତୁ ଏ ମୂଳ ପ୍ରସଙ୍ଗଟାକୁ ଯଦି ନ ଜାଣିଲେ, ସେଇ ପ୍ରସଙ୍ଗଟା ବେକାର ହେଇଯିବ। ବାସ୍। ମୁଁ ମୂଳ କହିବାର କଥା, ବୁଝିପାରୁନ୍ତୁ। ଗୋଟେ କଥା ଦେଖନ୍ତୁ, ହଁ ଆଧ୍ୟାତ୍ମିକତାରେ ଭକ୍ତି ଯୋଗ ଅଛି। ଭକ୍ତି ଯୋଗ ହଁ ଆମେ କାଟିବାନି। ହଁ ଭକ୍ତି ଯୋଗ ବି ଗୋଟେ ଏକ ଯୋଗ, ତାର ବି ଭକ୍ତି ଯୋଗର ବି ପ୍ରଭାବ ମନ ଉପରେ ପଡିଥାଏ। ହଁ କିନ୍ତୁ ଆମେ ଯୋଉ ଭକ୍ତି ଯୋଗ କରୁଛେ, ହଁ ସେ ଭକ୍ତି ଯୋଗର ପ୍ରଭାବ ମଣିଷ ଉପରେ ପଡୁଛି କି ନା, ତାକୁ ବି ଆମେ ପରଖିବାର ଦରକାର। ହଁ ହଁ କି ନାଇଁ? ହଁ ଗୁରୁଜୀ। ଆମେ ଯଦି କହିବା ବୋଲାନ ଏକ ବାର ହରି ବୋଲ, ଦାତାଙ୍କ ମନସ୍କାମନା ପୂର୍ଣ୍ଣ ହଉ, ବୋଲାନ ଏକ ବାର ହରି ବୋଲ। ଆଚ୍ଛା, ମନସ୍କାମନା ପୂଜା କଲେ ପୂର୍ଣ୍ଣ ହବ କି? ନାଇଁ, ହଉନି। ଯଦି ହଉନି। ଆମେ ତାକୁ କହୁଛେ ମିଥ୍ୟା ପ୍ରଚାର କରିବା, ନାହିଁ ଏ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହେଇଯିବ, ସେ ହଁ ପୂଜା କଲେ ତମ ଘରେ ଧନ ବଢିବ, ଯଶ ହଁ ବଢିବ, ମାନ ଖ୍ୟାତି ବଢିବ, ତାହେଲେ ସେଇଟା ଠିକ ନା ଭୁଲ? ଭୁଲ। ବୁଝିପାରୁଛନ୍ତି? ତେଣୁକରି ହଁ ଦେଖନ୍ତୁ ଗୋଟେ କଥା, ଏଠି ଅଧିକାଂଶ ଯୋଉ ହଁ ସବୁ କାର୍ଯ୍ୟକ୍ରମ ହଉଛି, ଯିଏ ହଁ ବିଚରା ବୁଝଉଛନ୍ତି ସିଏ ବି କିଛି ବୁଝି ନାହାନ୍ତି। ହଁ, ସେଇ କଥା ଗୁରୁଜୀ। ଶୁଣନ୍ତୁ, ମୂଳ ଏବେ କଥା ଆପଣ ହେଲା ଜଣେ ଅଧିକାଂଶ ତତ୍ତ୍ୱଦର୍ଶୀ, ଆପଣ ନାଇଁ, ଆପଣ ଅଧିକାଂଶ ତତ୍ତ୍ୱଦର୍ଶୀ। ଅଧିକାଂଶ ଶରୀର ଅଛନ୍ତି, ଯିଏକି ବିଚରା ସେ ନିଜେ ବୁଝି ନାହାନ୍ତି। ସେ ଗୋଟେ ଆଡମ୍ବର ଦେଖେଇବା ପାଇଁ, ସେ କିଛି ସମ୍ମାନ ପାଇବା ପାଇଁ, କିଛି ଧନର ଲୋଭରେ, କିଛି ମାନ ଖ୍ୟାତି ଯଶର ଲୋଭରେ ସେ ଯାଇ ସେଠି ପ୍ରବଚନ କଲେ। କଲେ। ସେ ସେଠୁ ସେ ଯୋଉ ପଢିଛନ୍ତି, ସେ ସେଠୁ ଉତ୍ପ୍ରେରିତ କରୁଛନ୍ତି, ଦାତାଙ୍କ ହଁ ମନକୁ ଉତ୍ପ୍ରେରିତ କରୁଛନ୍ତି। ନାଇଁ, ତାଙ୍କୁ ଭଲ ହବ, ଉନ୍ନତି ହବ, ଏମିତି କହିଲେ ସେ ଭାରି ମାନେ ଉତ୍ପ୍ରେରିତ ହେବେ। ସେ ଭାରି ହଁ ଉତ୍ସାହିତ ହେବେ, ଉଲ୍ଲାସିତ ହେବେ। ସିଏ ଆଙ୍କୁ ହଁ ସହିତ ଆଙ୍କୁ ଦକ୍ଷିଣା ଦେବେ। ତ ହଁ ଏଠି ଯୋଜନା ଦି ଜଣ କରୁଛନ୍ତି, ଲାଭ କାହାର ହଉନି। କାହାର ହଉନି ନୁହଁ, ହଁ ଯିଏ ଗପୁଛନ୍ତି ତାଙ୍କୁ କିଛି ପଇସା ମିଳୁଛି ଆଉ କଣ। ହଁ ହଁ ଏଇଟା ଦେଖନ୍ତୁ, କାହାକୁ ଅସମ୍ମାନିତ କରିବା ଏ ଶରୀରର ଉଦ୍ଦେଶ୍ୟ ନୁହଁ। କାହିଁକି ନା ହଁ କାହିଁକି ନା ସାଧନାର ପଥ ହେଲା ଶାନ୍ତିର ପଥ, ହଁ ଆନନ୍ଦର ପଥ, ହଁ ସମଦୃଷ୍ଟିର ପଥ। ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ହେଲା ସାଧନାର ମୂଳ ଲକ୍ଷ୍ୟ, ହଁ ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ହଁ ଯୋଉଠି ଛୋଟ ଛୋଟ ତ୍ରୁଟି ହଉଛି, ତାକୁ ଆମେ ଦର୍ଶେଇବା ଦରକାର। ହଁ ତାକୁ ନ ଦେଖିଲେ ଲୋକ କେମିତି ଚିହ୍ନିବେ, ଏ କଥାକୁ ହଁ ଜାଣିବେ କେମିତି? ହଁ ମିଛରେ ବାନ୍ଧି ବାନ୍ଧି ହେଇକା ଯିବେ ନା। ହଁ ହଁ ତ ତାକୁ କିଏ ତ କୋଉଠି ତ ବିରୋଧ କରିବାକୁ ପଡିବ, କୋଉଠି ତ ହଁ ଭୁଲ। ଯିଏ ମୁଁ ଆକ୍ଚୁଆଲି ଯିଏ ଯାହା ଦେଖିଛନ୍ତି, ଜାଣିଛନ୍ତି, ତାଙ୍କ କର୍ତ୍ତବ୍ୟ ଏଇଟା ହିଁ ଯାଇଛି ବୁଝେଇବା। ହଁ 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 ନାଇଁ, ଏସବୁ ଜିନିଷ ବିରୋଧ ତ ନାହିଁ, ତ ବୁଝେଇବା। ବିରୋଧ ନୁହଁ, ଏଇଟା ବିରୋଧ କାହାକୁ କରିବା? ମତେ କଣ, ମୁଁ ହଁ ନିଜେ ବିରୋଧ କରିବି କି? ବିରୋଧ ନୁହଁ, ଏଇଟା ଆଉ ସେ ବୁଝେଇବା ଯେ ପାଇଁ ବୁଝିବା ପ୍ରୟାସ। ଶୁଣିବା ଲୋକ ବି, ସେ ବି ବୁଝିବା କଥା, ବୁଝିପାରିଲେ କି ନାଇଁ? ନାଇଁ, ବୁଝିବା ଆଉ କଥା ଯେ ମଣିଷ ତା ଅହଙ୍କାରକୁ ଛାଡି ପାରେନି। ହୁଁ ନାଇଁ ନାଇଁ, ମଣିଷ ଶୁଣନ୍ତୁ ଗୁରୁଜୀ, ଏବେ ଧରନ୍ତୁ ଆପଣ ଯୋଉ ଟିକେ ଆଗରୁ ଯେମିତି କହୁଥିଲେ, ଆମର ଆଜ୍ଞା ଯୋଉ ବ୍ରାହ୍ମଣ, ଆଜ୍ଞା। ବ୍ରାହ୍ମଣକୁ ଆପଣ ବିରୋଧ କରୁନାହାନ୍ତି, ଯେହେତୁ ବ୍ରାହ୍ମଣ ଆପଣଙ୍କର ବ୍ରାହ୍ମଣ ପଶ୍ଚିମ କାଳେ କାହାକୁ ବିରୋଧ କରେ? ମୁଁ ବି ତ ବ୍ରାହ୍ମଣ ନା, ସମସ୍ତେ ବ୍ରାହ୍ମଣ ନା। ଶୁଣନ୍ତୁ ଗୁରୁଜୀ, ଯିଏ ପୁଣି ଗୋଟେ ବ୍ରହ୍ମକୁ ଜାଣିଛନ୍ତି ସେ ବ୍ରାହ୍ମଣ ନା। ନା, ବୁଝିପାରୁଛନ୍ତି? ହଁ ଗୁରୁଜୀ, ଆଉ ଗୋଟେ କଥା ମୁଁ ଆପଣଙ୍କୁ କଣ କହିବାକୁ ଚାହୁଁଛି, ହୁଁ, ଆମର କୌଣସି ଯଦି ଆପଣଙ୍କର କିଏ ଜମି ଆପଣଙ୍କର ଖାଉଥିବ, ଆଜ୍ଞା ସିଏ ବିରୋଧୀ ହେଇପାରେ। ଆପଣଙ୍କ ଧନ ଯଦି କିଏ ଖାଇଗଲେ, ସିଏ ବିରୋଧୀ ହେଇପାରେ। ଆଜ୍ଞା।
ବୁଝିପାରିଲେ କି ନାଇଁ? ଆଜ୍ଞା। ଆଉ ଆପଣଙ୍କର ଯୋଉ ସ୍ପଷ୍ଟ ତତ୍ଵ କଥା ଉପରେ ତ ଆପଣ ବିରୋଧ କେବେ କରିବେନି। ନା ନା କରିହେବନି। ସତ୍ୟ ବ୍ରାହ୍ମଣ ସିଏ ଯେ ବ୍ରହ୍ମଙ୍କୁ ଚିହ୍ନିଛନ୍ତି, ଯେ ବ୍ରହ୍ମ ହଁ ବିଦ୍ୟାର ପ୍ରଚାର କରୁଛନ୍ତି। ହଁ ବୁଝିପାରୁଛନ୍ତି? ହଁ ତ ବ୍ରାହ୍ମଣ ତ ଶିରୋଧାର୍ଯ୍ୟ, ହଁ ବ୍ରାହ୍ମଣ ତ ଗୁରୁ। ହଁ ବ୍ରାହ୍ମଣକୁ ଆମେ କେମିତି ବିରୋଧ କରିବା? ବିରୋଧ ତାଙ୍କୁ କରି ନୁହଁ। ଯିଏ ଦେଖନ୍ତୁ, ଗୋଟେ କଥା ଭାବି ନିଅନ୍ତୁ, ଜଣେ ଟିଚର ଅଛନ୍ତି, ହଁ ସେ ସ୍କୁଲରେ ଯାଇକି ପିଲାଙ୍କୁ ପାଠ ପଢ଼ଉନାହାନ୍ତି, ଗପ ଗପୁଛନ୍ତି, ହଁ ହଁ କାଉ କୋଇଲି ଗପ କାହାଣୀ କହୁଛନ୍ତି, ହଁ ତାହେଲେ ସେ ପିଲାଙ୍କର ହିତ କରୁଛନ୍ତି ନା ଅହିତ କରୁଛନ୍ତି? ଅହିତ। ଯଦି ଅହିତ କରୁଛନ୍ତି, ସେଟା ଆମେ ବିରୋଧ କରିବା ନା ପ୍ରଶଂସା କରିବା? ବିରୋଧ କରିବା। ବାସ୍। କିନ୍ତୁ ଯୋଉ ବିରୋଧ, ଶୁଣନ୍ତୁ, ସେଟା ମାନେ ଗୋଟେ କଲ୍ୟାଣକର, ଗୋଟେ ଉନ୍ନତିକର କାମ ହଉ, ଏଟା ପ୍ରକୃତରେ ଗୋଟେ ମାନେ ଫର୍ଜରୀ କାମ, କି ଗୋଟେ ଯୋଉ ଆମେ ଡୁପ୍ଲିକେଟ ବୋଲି କହୁଛୁ, ଏଟା ସତ କଥା ନୁହଁ, ଏଟା ଗୋଟେ ମିଥ୍ୟା କଥା। ବୁଝିପାରିଲେ କି ନାଇଁ? ହଁ ହଁ ହଁ। ସେଇ ବିରୋଧ ପ୍ରକାର ବିରୋଧ ଏଟା। ବିରୋଧ ମାନେ ତାଙ୍କୁ କାହାକୁ ଅସମ୍ମାନିତ କରିବା ଉଦ୍ଦେଶ୍ୟ ନୁହଁ। ଉଦ୍ଦେଶ୍ୟ ବିରୋଧ ନୁହଁ। ହଁ ହଁ, ଅ, ସେଇ କଥା ମୁଁ କହିବାକୁ ହଁ, ଚାହୁଁଛି କରୁଛି। ବୁଝିପାରିଲେ କି ନାଇଁ? ବିରୋଧ ହେଲା ସାର୍, ଆପଣ ଠିକ କଥା କୁହନ୍ତୁ, ମଣିଷକୁ ବୁଝାନ୍ତୁ, ତାଙ୍କୁ ଆଉ ହଁ ଭ୍ରମରେ ବାନ୍ଧନ୍ତୁନି। ହଁ ମଣିଷ ହଁ ବହୁତ ଭ୍ରମରେ ବାନ୍ଧିଛନ୍ତି ହେଇକିରି ବହୁତ ଅଶାନ୍ତିଗ୍ରସ୍ତ ଅଛି ବିଚରା। ତାକୁ ହଁ ଟିକେ ହଁ ସାହାରା ହୁଅନ୍ତୁ। ହଁ ହଁ ଗୋଟେ କଥା କହିବି, ମାନେ ମୁଁ ବି ବହୁତ କଥା ଅନୁଭବ କରିଛି। ହଁ ଅନୁଭବ ଗୁରୁଜୀ। କରିଛି କଣ, ହଁ। ପୁଷ୍କର ପୂଜା ଜାଣିଛନ୍ତି? ପୁଷ୍କର ଦୋଷ ବୋଲି ଶୁଣିଛି ଗୁରୁଜୀ। ଶୁଣିଥିବେ ନା? ହଁ ହଁ, ଜଣଙ୍କ ବୋଉ ଘରେ ମରିଗଲା କାହାର ପରେ ଦେହାନ୍ତ ହେଇଗଲା, ହଁ ହଁ ବୁଝିପାରୁଛି? ହଁ କାହା କଥା ଛାଡ଼ନ୍ତୁ, ମୁଁ ନିଜ କଥା ଜୀବନରେ ମୁଁ ନିଜେ ଅନୁଭବ କରିଛି। ପିତାଙ୍କ ହଁ ଦେହାନ୍ତ ହେଇଗଲା, ହଁ ହଁ ବୁଝିପାରୁଛି? ହଁ ଗୁରୁଜୀ। ସେଠୁ କିଛି ଆସିଲେ ସାର୍ ମାନେ, କହିଲେ ଏଇଟା ହଁ ପୁଷ୍କର ନାଗିଛି, ପୁଷ୍କର ପୂଜା କରିବାକୁ ପଡ଼ିବ। ହଁ ଏଇସବୁ ଜିନିଷ ଦରକାର, ପଇଡ଼ ଦରକାର, 4ଟା ପଇଡ଼, 4ଟା ହଁ କଳସୀ, ହଁ କିଲେ ଘିଅ ଦରକାର, ଆମ୍ବ ହଁ ଡାଳ ଦରକାର। ହଁ ପୁଷ୍କରା ପୂଜା ଗୋଟେ ସ୍ପେଶାଲ ପୂଜା। ତା ହଁ ହଁ ପାଇଁ ଶୁଣିଛି। ତା ହଁ, ପାଇଁ ଏଇ ଜିନିଷ ସବୁ ଦରକାର। ଦରକାର। ତା ପାଇଁ ବହୁତ ସାରା ଅଛି ଜିନିଷ, ଏଇଟା ହଁ ସେଇଟା ସେଇଟା ଏଇଟା। ରାତି ରାତିରେ ପୂଜା ହବ, ଏସବୁ ଜିନିଷ କହିଲେ, ମୁଁ ତାକୁ ସବୁ ଗୀତି ଆଣିକିରି ରଖିଲି। ଆଚ୍ଛା, ହଁ ଏଠି ହଁ ଦିଟା ଜିନିଷ ଥାଏ। ଯଦି ମୁଁ ଗୋଟେ ଜିନିଷ ଜାଣିଛି, ମୁଁ ଏଇ ଜିନିଷକୁ କରେଇବିନି। ହଁ ହଁ ଜାଣିଛି କରେଇବିନି ମାନେ, ମୁଁ ତ ସେ ସ୍ଥିତିରେ ଜାଣିନଥିଲି। ହଁ ମୁଁ ତ ହଁ ଜାଣିନଥିଲି, ମୁଁ ତ ଅଜାଣ, ମୁଁ ତ ମାନେ ବ୍ରହ୍ମାନୁଭୂତି ହେଇନଥିଲା, କି ସାଧନାର ଏତେ ଗଭୀରତାକୁ ଯାଇନଥିଲି। ମୁଁ କିଏ ବୋଲେ ମୁଁ ତ କିଏ ଆପଣ ଏଇଟା, ମାନିନେଲେ ହଁ ସେଟାକୁ। ହଁ ହଁ, ଏଇଟା ମୁଁ କହୁଛି ଆପଣଙ୍କୁ, 15 ବର୍ଷ ତଳ କଥା। ହଁ ଆମ ହଁ ବାପାଙ୍କ ଦେହାନ୍ତ ହେଇଥିଲା, ହଁ ହଁ ବୁଝିପାରୁଛନ୍ତି? ତ ହଁ ଦ୍ଵିତୀୟ ହେଲା, ଆମେ କିଛି ଭୌତିକ ଲୋକାଚାରରେ ବାନ୍ଧିଛନ୍ତି ହେଇକି ଅଛେ। ମା ହଁ ଅଛନ୍ତି, ପିଇସି ଅଛନ୍ତି, ଦାଦା, ବଡ଼ବାପା, ବଡ଼ ବୋଉ, ସେମାନେ ଅଛନ୍ତି। ସେମାନେ କଣ ଭାବିବେ, ଇଏ ପଇସାକୁ କାଳେ ସୁଣ୍ଠାମି କରୁଛି, ବାପାଙ୍କ ପୁଷ୍କର ପୂଜା କରଉନି। କରୁନି। ଏଇଟା ବି ଗୋଟେ ଆସିଯିବ କି ନାଇଁ? ସେମାନେ କଣ ହଁ ଭାବିବେ? ସେଟା ବି। ଯଦି ଆମେ ବିରୋଧ କରିବା, ନାଇଁ ପୁଷ୍କର ପୂଜା କଣ, ପିତା ତ ଦେହାନ୍ତ ହେଇଗଲା, ପୁଷ୍କର ପୂଜା କଲେ କଣ ସେ ବଞ୍ଚିକି ଆସିବେ? ଯଦି ଏମିତି କହିବା, ହଁ ସେଠି ସେଠି ସେ କଣ ଭାବିବେ? ସେ କହ, ଇଏ ଗୋଟେ ସୁଣ୍ଠାମି କରୁଛି, ଗୋଟେ ବାପାଙ୍କର ଦେହାନ୍ତ ହେଇଗଲା, ପୁଷ୍କର ପୂଜା ଗୋଟେ ଜଣେ ସାର୍ କହୁଛନ୍ତି, ସେ କରଉନାହାନ୍ତି। ଏଇଟା ବି ଏବେ ଗୋଟେ ଲୋକଲଜ୍ଜା ହେଇଯିବ। ପରିବାର ସମାଜ ସବୁ ବିରୋଧ କରିବେ। କରିବେ। ଆଚ୍ଛା, ହଁ ରାତି 12ଟା ଯାଏ, ରାତି 1ଟାଏ ଯାଏ ବସେଇକିରି ମତେ ପୂଜା କଲେ। ହଁ କରୁଛି। ବୁଝୁଛୁ, 1ଟାଏ ଯାଏ ହଁ ପୂଜା କରିକିରି, ରାତି 1ଟାଏରେ ଏ ଯୋଉ ବାଲି, ଏ ଯୋଉ ମାଠିଆ, ଏ ଯୋଉ କଳସୀ, ଆକୁ ସବୁ ଗୋଟେ କୁଣ୍ଡ ଭିତରେ ପୁରେଇଲେ। ହଁ ମୋ କରୁଛି। ମୁଣ୍ଡରେ ତାକୁ ମୁଣ୍ଡେଇଲି। ହଁ ତାକୁ କହିଲେ ନେଇକିରି ଗୋଟେ ନଈରେ ଢାଳିବ, ଏକ ମୁହାଁ ହେଇକିରି ଯିବ, କାହା ସାଙ୍ଗରେ କଥାବାର୍ତ୍ତା ହବନି। ତାକୁ ହଁ ନେଇକିରି ନଈରେ ଢାଳିକିରି ଆସିବ। ଆମ ହଁ ଘରଠାରୁ ନଈଟା ହେଉଛି 2 କିଲୋମିଟର ପାଖାପାଖି ହବ। ହଁ ହଁ 2 କିଲୋମିଟର ନହେଲେ ବି 1.5 କିଲୋମିଟର ତ ହବ। ଆଉ ହଁ ଖାଲି ଗୋଡ଼ରେ, ଆକ୍ଚୁଆଲି ମୋର ଟିକେ ଯେହେତୁ ମୁଁ ଆର୍ମିରେ ଥିଲି, ଟିକେ ବୁଟ ଫୁଟ ପିନ୍ଧିକିରି, ପାଦ ଟିକେ କୋମଳ ଥିଲା। ହଁ ଖାଲି ଗୋଡ଼ରେ ଯୋଉ ଫୁଟି ଯାଉଥିବ ରେଙ୍ଗେଟି ଫେଙ୍ଗେଟି, ବୁଝିପାରୁଥିବେ। ହଁ ହଁ ବୁଝିଲି। ଏଠି ଗୋଟେ ଗଭୀର କଥା ଅଛି, ଆପଣ ହଁ ଭାବିବା ଦରକାର। ଜଣଙ୍କ ଘରେ ଗୋଟେ ଶରୀରର ଦେହାନ୍ତ ହେଇକିରି ସେ ଦୁଃଖରେ ଅଛନ୍ତି, ହଁ ହଁ ତାଙ୍କ ସାଙ୍ଗରେ ଯଦି ତମେ ଛଳନା କରୁଛ, ହଁ ତାଙ୍କଠୁ ଯଦି ତମେ ପଇସା ଚନ୍ଦେଇବା ପାଇଁ ଚେଷ୍ଟା କରୁଛ, ଏଇଟା ପୂଜା? ହଁ ହଁ ଏଇଟା ଆପଣଙ୍କୁ ଲାଗୁଛି କି ପୂଜା ବୋଲି? ନାଇଁ ନାଇଁ କରୁଛି ଏ ତ ବ୍ୟକ୍ତିକୁ ଶୁଣିପାରିଲି ପ୍ରଶଂସା କରିବା, ମୁଣ୍ଡିଆ ମାରିବା? ନାଇଁ। ଧରି ପାରୁଛନ୍ତି ସାଧନା କୋଉଠି ଯାଇକିରି କେମିତି ପହଞ୍ଚିଲାଣି? ହଁ ହଁ ଗୁରୁଜୀ। ଆପଣ ଦେଖିବେ, ଶ୍ମଶାନରେ ହାଣ୍ଡି ବିକ୍ରି ହଉଛି, ସେ ହାଡକୁ ତାକୁ ପୁରେଇକିରି, ତାକୁ ଗୋଟେ କପଡା ଧିରେ ବାନ୍ଧିକିରି, ତାକୁ ଗଙ୍ଗାରେ ନେଇକିରି ପକେଇଲେ, ଗଙ୍ଗା ନଈ ଅଧେ ପୋତି ହେଇଗଲେ ହାଡରେ। ହଁ ଗୁରୁଜୀ। ଆତ୍ମା ତ ମୁକ୍ତ ଅଛି। କାହାର ହଁ ମୁକ୍ତି ପାଇଁ ଆମେ ଏ ଯୋଉ ମିଛ କଥା କହୁଛେ? ହଁ ଲୋକ ପଇସା ଦଉଛନ୍ତି, ସମୟ ଦଉଛନ୍ତି, କଷ୍ଟ କରୁଛନ୍ତି,
ଏ ଗୋଟେ ହଁ ଠକାମି ଲାଗୁନି କି, ଏଟା ଭଣ୍ଡାମି ନୁହଁ କି ଏଟା? ହଁ ହଁ ଗୁରୁଜୀ। ତ ଏସବୁ କୁପ୍ରଥାକୁ ବିରୋଧ କରିବା ପାଇଁ ଏ ଶରୀର ପ୍ରୟାସ କରୁଛି। ବାକି କରୁଛି କାହାକୁ ହଁ ଅସମ୍ମାନ କରିବା ନୁହଁ। ହଁ ବ୍ରହ୍ମ ହଁ ତ ସମସ୍ତେ। ହଁ ଗୋଟେ ଗୋଟେ ଯାହାକୁ ଆମେ ଛୋଟ ଜାତି ନିଚ ଜାତି କହୁଛେ ସେ ବି ସେଇ ବ୍ରହ୍ମ। ହଁ ହଁ ଗୁରୁଜୀ ଅଜ୍ଞାନରେ, ଆମେ ଅଜ୍ଞାନରେ ତାକୁ କହୁଛେ ଛୋଟ ଜାତି। ଛୋଟ ହଁ ଜାତି ବଡ ଜାତି କିଛି ନାହିଁ। ହଁ ବ୍ରହ୍ମ ଗୋଟେ ପିମ୍ପୁଡି ବି ବ୍ରହ୍ମ, ଗୋଟେ ହାତୀ ବି ବ୍ରହ୍ମ। ହଁ ଗୁରୁଜୀ ତ କାହାକୁ ବ୍ରହ୍ମ ଯେହେତୁ ଏକ, ସମସ୍ତେ ସେଇ। ହଁ ଗୁରୁଜୀ ତେଣୁକରି ଏ ଯୋଉ ପ୍ରଥା ଚାଲିଛି, କେତେ ଲୋକ ପୀଡିତ ଅଛନ୍ତି ଭାବନ୍ତୁ। ହଁ ହଁ ତ ନିଜେ ମୁଁ ବହୁତ ଅଙ୍ଗେ ନିଭେଇଛି ଏସବୁ କଥା। ହଁ ଭଲ ସତ୍ସଙ୍ଗ ହେଲା। ଏଇଟା ବି ଅପଲୋଡ କରିଦବା। ଏଇଟା ବି ନାଇଁ ନାଇଁ ମୋର ଅପଲୋଡ ଥାଉ ଗୁରୁଜୀ, ଆମେ ଗୋଟେ କିଛି ନାଇଁ ଆପଣ ନାଇଁ ଶୁଣନ୍ତୁ, ହଉଛନ୍ତି। ଅପଲୋଡ କରିବାର କାରଣ କଣ? କାରଣ ବୁଝନ୍ତୁ, ଗୋଟେ କଥା ଆମେ ଚର୍ଚ୍ଚା ହେଲେ କିଛି ସମୟ ଦେଲେ, ହଁ ଯେମିତି ଆମ ଭିତରେ ଅଜ୍ଞାନ ଅଛି, ସେମିତି ହଁ ଅନେକ ଲୋକଙ୍କ ଭିତରେ ଅଜ୍ଞାନ ଥିବ ନା। ହଁ ହଁ ଅପଲୋଡ କରିବାର କାରଣ କାହାକୁ ବିରୋଧ କରିବା ନୁହଁ। ସତ୍ୟର ଯେ ବିରୋଧ ତ ନୁହେଁ କି କାହାର ହାନି ତ ହବନି, ବୁଝିପାରୁଛନ୍ତି, କିନ୍ତୁ ଯିଏ କଣ ବି ହଁ ଶୁଣିବେ ତାଙ୍କ ଟିକେ ତ ତାଙ୍କ ବିବେକ ଜାଗୃତ ହବ। ଅପଲୋଡ ଠିକ ଅଛି କରିକିରି ଆମେ ଗୁରୁଜୀ। କାହାକୁ ଭୁଲ କରିବା ପାଇଁ ଚେଷ୍ଟା କରୁନେ। ଏସବୁ ଭିଡିଓକୁ ଅପଲୋଡ କରିକିରି ଆଉ ଦ୍ଵିତୀୟ ଏ ଯୋଉ ପ୍ରଚାରରେ ଆପଣ ବିଶ୍ୱାସ କରନ୍ତୁ ନ କରନ୍ତୁ, ହଁ ମୁଁ ଆଗ ଗୋଟେ ହିନ୍ଦୀ ଚ୍ୟାନେଲ କରିଥିଲି। ହଁ ହିନ୍ଦୀ ଗୁରୁଜୀ ଚ୍ୟାନେଲରେ ମୁଁ 250-250ଟା ଭିଡିଓ ପୋଷ୍ଟିଂ କଲି, ପ୍ରଚାର ହଁ କଲି। ସେ ଭିଡିଓ କେମିତି କଣ ୟୁଟ୍ୟୁବରେ ଛଡା ହୁଏ ମୁଁ ଜାଣିନଥିଲି। ମୋ ହଁ ଭିତରେ ଖାଲି ବ୍ୟାକୁଳତା ଥିଲା, ସତ୍ୟର ପ୍ରଚାର ହଉ, ଧର୍ମର ପ୍ରଚାର ହଉ, ହଁ ହଁ ଶାନ୍ତିର ପ୍ରଚାର ହଉ। ତ 250ଟା ଭିଡିଓ ମୁଁ ପୋଷ୍ଟିଂ କଲି, ତା ଦେହରେ କେହି କାହିଁ ଦେଖିଲେନି, କିଛି ରେସ୍ପନ୍ସ ଆସିଲାନି। ତାପରେ ଆଉ ଗୋଟେ ହିନ୍ଦୀ ଚ୍ୟାନେଲ କଲି, ତା ଦେହରେ କିଛି ଭିଡିଓ ଭଲ ଚାଲିଲା। ତାପରେ ଓଡିଆ ଚ୍ୟାନେଲରେ ଆପଣ ଦେଖିବେ 470ଟା ଭିଡିଓ ସଇଲେ। ମାନେ ହଁ ଏ ପ୍ରଚାରରେ ମୁଁ ହଁ ପାଖାପାଖି 7-8 ଲକ୍ଷ ଟଙ୍କା ମୋର ଖର୍ଚ୍ଚ ହେଲେ। ହଁ କ୍ୟାମେରା କିଣା ହେଇଛି, ଏଡିଟିଂ ସେଟ୍ କିଣା ହେଇଛି, ଗୋଟେ ଭଜନ ହେଇଛି, 3ଟା ଫିଲ୍ମ ହେଇଛି। ତ ଆ ଦେହରେ ବହୁତ ଲୋକ ଭାବୁଥିବେ ଇଏ କାଳେ ୟୁଟ୍ୟୁବ କରିକି ପଇସା କମେଇବା ପାଇଁ ଗୋଟେ ଯୋଜନା କରୁଛନ୍ତି। ବୁଝିପାରୁଛନ୍ତି? ତ ହଁ ମୋ ହଁ ଉଦ୍ଦେଶ୍ୟ ପ୍ରଶଂସା ପାଇବା ନୁହଁ, କାହାଠୁ ଧନ ପ୍ରାପ୍ତି କରିବା ନୁହଁ। ଏମିତି ବି କିଛି ସାର୍ ମାନେ ଅଛନ୍ତି, ମତେ କଳାହାଣ୍ଡିରେ ଜଣେ ସାର୍ ଅଛନ୍ତି, ସେ କହିଲେ ଆପଣ ଆସନ୍ତୁ, ଆପଣଙ୍କୁ 2 ଏକର ଜାଗାରେ ମୁଁ ନିଜେ ଆଶ୍ରମ କରେଇକି ଦେବି। ମୁଁ କହିଲି ନା, କାହା ପଇସା ଆମେ ନବାନି, କାହା ପଇସାରେ ଆମେ କିଛି କରିବାନି। ନିଜସ୍ୱ ନିଜେ କିଛି କରିବା, ନିଜସ୍ୱ କିଛି ବିଜନେସ୍ କଲେ, ନିଜସ୍ୱ କିଛି ଷ୍ଟାର୍ଟଅପ୍ କଲେ, ନିଜସ୍ୱ କିଛି ଯୋଜନା କଲେ, ପଇସା କିଛି ରେଭିନ୍ୟୁ ଜେନେରେଟ୍ ହେଲା, ତା ମାଧ୍ୟମରେ ପ୍ରଚାର କରିବା। ହଁ ତେଣୁକରି ଏସବୁ କରିବାର ପ୍ରଚାରରେ ନା ପ୍ରଶଂସାର ଉଦ୍ଦେଶ୍ୟ ଅଛି, ନା କିଛି ପାଇବାର ଉଦ୍ଦେଶ୍ୟ ଅଛି। ସତ୍ୟର କେମିତି ପ୍ରଚାର ହଉ, ସତ୍ୟକୁ ଶୁଣନ୍ତୁ କେମିତି। ଗୁରୁଜୀ, ମୁଁ କାହିଁକି ମନା କରୁଛି ଆପଣ ଟିକେ ବୁଝନ୍ତୁ। ଆଜ୍ଞା ଆଜ୍ଞା ଆପଣ ଯୋଉ ଭିଡିଓ ଅପଲୋଡ କରିବେ, ଆଜ୍ଞା ଆପଣ ଗୋଟେ ସ୍ଥିତିରେ ଅଛନ୍ତି, ଆପଣ ଗୋଟେ ମାନେ ସିଧି ଅବସ୍ଥାରେ ଅଛନ୍ତି, ମୁଁ ସେ ଅବସ୍ଥାରେ ନାହିଁ। ଠିକ ମୋର ଅଛି ଠିକ ଭିଡିଓ ଅଛି ଶୁଣନ୍ତୁ, ଦେଖିଲେ ଠିକ ମତେ ଅଛି। ଲାଇକ୍ କରିବେ, ମତେ ଅନେକ ପ୍ରଶ୍ନ ପଚାରିବେ। ନାଇଁ ନାଇଁ ସେମିତି କିଛି ନାଇଁ। ନାଇଁ ନାଇଁ ଶୁଣନ୍ତୁ, ଡିମେରିଟ ଟା ମତେ ଯେତେବେଳେ ଯଶ ମୋର ବଢିଯିବ, ମୋର ମନ ସେତେବେଳେ ବିକ୍ଷିପ୍ତ ହେଇଯିବ, ବୁଝିପାରିଲେ କି ନାଇଁ? ନାଇଁ ନାଇଁ ଏବେ ମୁଁ ଆପଣ ନମ୍ବର ଫମ୍ବର ଫଟୋ କିଛି ଦବାନି ନା। ଫଟୋ ଦେଲେ ଆପଣ କିଏ ବହୁତ ଲୋକ ଚିହ୍ନି ନଥିବେ ନା। ନମ୍ବର ଦେଲେ ମୁଁ କହିବାଟା ବୁଝିପାରିଲି କି ନାଇଁ, ସେଇଥିପାଇଁ ମୁଁ ମନା କରେ, ବୁଝିପାରିଲି ହଁ କି ହଁ ନାଇଁ? କିଛି ନାହିଁ, ଆପଣଙ୍କ ନମ୍ବର ଦିଆହବନି, କିମ୍ବା ମୋ ନମ୍ବର, ଯିଏ ପଚାରିବା କଥା ମତେ ପଚାରିବେ, କିଛି ନାହିଁ। ହଉ ଯୋଉ ଆପଣଙ୍କୁ ଚର୍ଚ୍ଚା ପଚାରିଲେ ମୁଁ ଯେହେତୁ ଆପଣ ଚର୍ଚ୍ଚା ଗୋଟେ ଚର୍ଚ୍ଚା ସ୍ଥିତିରେ ଅଛନ୍ତି ନା ଗୁରୁଜୀ ହେଲା। ଦେଖନ୍ତୁ, ଚର୍ଚ୍ଚା ପ୍ରତିଦିନ ବହୁତ ଲୋକ କଲ୍ କରନ୍ତି, ମୁଁ ସବୁ ଜିନିଷ କଣ ଅପଲୋଡ କରେ କି? ଯୋଉ ନାଇଁ, ଚର୍ଚ୍ଚାଟା ଟିକେ ଶୁଣିବା ଯୋଗ୍ୟ, ଯୋଉ ଚର୍ଚ୍ଚା ଭିତରେ ଟିକେ ଗଭୀରତା ଥାଏ, ଯୋଉ ହଁ ଚର୍ଚ୍ଚା ହଁ ଭିତରେ ଟିକେ ଗାମ୍ଭୀର୍ଯ୍ୟ ଥାଏ, ମୁଁ କେବଳ ସେଇ ଚର୍ଚ୍ଚାକୁ ମୁଁ ଅପଲୋଡ କରେ। ନହେଲେ ଡେଇଲି 10 ଜଣ 5 ଜଣ ମା ମାନେ ସାର୍ ମାନେ ଫୋନ କରୁଛନ୍ତି, ତ ସବୁ ଚର୍ଚ୍ଚାକୁ ତ ମୁଁ କରେଇନି ହଁ, ନା। ଦେଖନ୍ତୁ ଏଠି ଟିକେ କିଛି ଉଦାସ ହବନି ଆଶ୍ରମ କିଛି କଥା ହବନି ବି ଚର୍ଚ୍ଚା ହେଇଛି, ନା, ସେଇଟା ଆମେ ଏଡିଟ ଗୁରୁଜୀଙ୍କୁ କରିଦେବି। କିଛି କେହି କିଛି କହିନି, ସେମିତି ଖରାପ ଭାବନ୍ତୁନି, ସେମିତି ଭାବନ୍ତୁନି। ଯିଏ ସଜ୍ଜନ ଥିବେ, ସତ୍ ହଁ ବ୍ୟକ୍ତି ଥିବେ, ସେ ସବୁ ସକାରାତ୍ମକ ଭାବରେ ନେବେ। ହଁ 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 ଯାହା ମନରେ ଅହଂକାର ଥିବ, ସେ ତାକୁ ନକାରାତ୍ମକ ଭାବରେ ନେବେ, କିଛି ଅସୁବିଧା ନାହିଁ। ହଁ ଆପଣଙ୍କ ହଁ ନାଁ ତ ଏଇଠି କିଛି ଡିକ୍ଲାର୍ଡ ହଉନି, ଆପଣଙ୍କର ନମ୍ବର ତ କିଛି ଦିଆ ହଉନି, ବ୍ୟସ୍ତ ହଁ ହୁଅନ୍ତୁନି, କିଛି ହବନି, କିଛି ହବନି। ଠିକ ଅଛି, କରିବା ଅପଲୋଡ ନା କରିବାନି, ଆପଣ ଯେମିତି କହିବେ ସେମିତି। ନାଇଁ, ମୁଁ ମାନେ ଏଇ ସବୁ ଦୃଷ୍ଟିରୁ ମୁଁ ମନା କରେ, କିଛି ହବନି ବୁଝିପାରିଲେ କି କିଛି ହବନି, ନାଇଁ? କରିବା କରିବା। ଯାଆନ୍ତୁ, ଲୋକ ହଁ, ପାଖକୁ ଯାଆନ୍ତୁ, ଯଦି କଣ ଅଛି। କିଛି ଲୋକ ଉପକୃତ ହେବେ, ମୋର ସେଟା ମନା ନା, କରିବାର ନାହିଁ। ଉପକୃତ ହେବେ ବୋଲି ତ ମୁଁ କରୁଛି ନା। ମୁଁ ଡେଇଲି ମୋ ପାଖକୁ ଦଶ ଯଦି ଜଣ ଶୁଣିବେ 15 ଜଣ 20 ଜଣ ଫୋନ କରୁଛନ୍ତି। ମୁଁ ସବୁ ଚର୍ଚ୍ଚାକୁ ତ ଅପଲୋଡ କରୁନି ନା। ଯୋଉ ଚର୍ଚ୍ଚାରେ ଟିକେ ଗାମ୍ଭୀର୍ଯ୍ୟତା ଥାଏ, ହଁ ଶିକ୍ଷଣୀୟ ଜିନିଷ ଥାଏ, କେବଳ ସେଇଆକୁ ହିଁ ମୁଁ ଅପଲୋଡ କରେ। ହଉ, ସେଟା ତ ଠିକ ଅଛି। ଦ୍ଵିତୀୟ କଥା ଗୁରୁଜୀ, କିନ୍ତୁ ମୁଁ କେମିତି ଉପକୃତ ହେବି ସେ କଥାଟା ବୁଝିଲେ କି ନାଇଁ? ଆମର ଅନ୍ତର ଭିତରେ ଆପଣ ଗୋଟେ ଧୈର୍ଯ୍ୟ, ଗୋଟେ ସାହସ ଯୋଗାନ୍ତୁ, ଇଏ ହଉଛି
ମୁଁ ଆପଣଙ୍କ ହବ ଶରଣରେ ଯିବା କଥା, ବୁଝିପାରିଲେ କି ନିଶ୍ଚୟ ନାହିଁ? ନିଶ୍ଚୟ ହବ, ସବୁ ଭଲ ହବ। ଆଉ ଯୋଜନା ଚାଲିଛି, ଟିକେ ଧୈର୍ଯ୍ୟ ଧରନ୍ତୁ, ଖୁବ୍ ଆଉ ଶୀଘ୍ର। ବେଳେ ବେଳେ ଟିକେ ଗୋଟେ ଦ୍ୱନ୍ଦ୍ୱ ସଂକୋଚ ଲାଗେ ଟିକେ କଲ୍ କରିବାକୁ, ମାନେ ନା ଗୁରୁଜୀ କଲ୍ କେତେବେଳକୁ ଆପଣ ତ ଯେବେ ବି କରନ୍ତି ମୁଁ ଉଠାଏ ନା, ସେମିତି କିଛି ନାହିଁ, ଯିଏ ବି ଫୋନ୍ କରନ୍ତି ଉଠାଏ ମୁଁ। ନା ଉଠାନ୍ତି, ମୁଁ ଜାଣିଛି ଉଠାନ୍ତି, କିନ୍ତୁ ବେଳେ ବେଳେ ତଥାପି ଗୋଟେ ସଂକୋଚ, କୋଉଠି ଗୋଟେ ବ୍ୟସ୍ତରେ ଥିବେ। ହଁ ନାଇଁ ନାଇଁ ଫୋନ୍ କରନ୍ତୁ, କିଛି ନାହିଁ, ଅସୁବିଧା ନାହିଁ। ପ୍ରଚାରର ଯଦି ମୋ କର୍ତ୍ତବ୍ୟ, ପ୍ରଚାରର ପ୍ରଶ୍ନର ଉତ୍ତର ଦେବା ବି ମୋ କର୍ତ୍ତବ୍ୟ, ଏଇଟା ଏଇଟା ନାଇଁ ମୋ ଆପଣ କର୍ତ୍ତବ୍ୟ। ଶୁଣନ୍ତୁ, ସମସ୍ତେ ସବୁବେଳେ ତ ଦେଇ ନ ପାରିଲେ ବି କେତେବେଳେ ପରେ ବି ଦେବେ, ହଁ 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 କଥା ବୁଝିଲେ କି ନାହିଁ? କିନ୍ତୁ ଅନେକ ଲୋକ ଆମର ସଂସାରରେ ଆମର ଗୋଟେ ଧାରଣା ହେଇଛି ଯେ ଗୁରୁଜୀ ଇଏ ଆଜ୍ଞା। ଗୋଟେ ସବୁବେଳେ ବି ଫୋନ କରି ବିଜାର କରୁଥିବ। ନାଇଁ ନାଇଁ ସେମିତି ନା, ସେମିତି ନା, ସେମିତି ଭାବିଲେ ଫେର ଆମେ ପ୍ରଚାର କରିପାରିବାନି। ନିଜେ ହଁ, ଯଦି ସଂଯମତାକୁ ହରେଇ ଦେବା, ତାହେଲେ ଆମେ ପ୍ରଚାର କେମିତି କରିବା? ହଉ ହଉ ଠିକ୍ ଅଛି ଠିକ ଠିକ୍ ଅଛି, ଅଛି। କିନ୍ତୁ ଏମିତି ଆଜ୍ଞା, ବେଳେ ବେଳେ ଅନେକ ପ୍ରଶ୍ନ କି ଆପଣ ମାରୁଛି। ଫୋନ୍ କରନ୍ତୁ, ଯେବେ ବି ପ୍ରଶ୍ନ ଆସିବ ଫୋନ୍ କରିବେ, କିଛି ଅସୁବିଧା ନାହିଁ। ମୁଁ ଯଦି ବ୍ୟସ୍ତ ଥିବି, ଫୋନ୍ ସୁଇଚ୍ ଅଫ୍ ଥିବ, ମୁଁ ମିସ୍ କଲ୍ ଦେଖିକରି ବି ମୁଁ ଫୋନ୍ କରେ, କିଛି ଅସୁବିଧା ନାହିଁ, କଥା ହଁ, ହେଇପାରିବା। ଆଉ ଗୋଟେ କଥା, ଆପଣ ଯଦି କୁହନ୍ତୁ। ଆଡ୍ରେସ ଟା ଦେବେ ଆଜ୍ଞା। ଭଲ ହବ ବୋଲି ମୁଁ ଭାବେ, କାହିଁକି ଗୁରୁଜୀ ଦେଖନ୍ତୁ, ହୁଁ ହୁଁ। ଆରେ ଆମେ ଅଛୁ, ଆମର ସାହି ପଡିଶା ଅଛୁ, ବୁଝିପାରିଲେ କି ନାଇଁ? ନା ନା ଏବେ ଆସିବି, ଗୋଟେ ତା ବ୍ୟବସ୍ଥା ଭଲ, ଚାଲିଛି। ଶୁଣନ୍ତୁ, ଗୋଟେ ଭଲ ଡକ୍ଟର ହେଲେ ଯେମିତି ପ୍ରଚାର ପ୍ରସାର ହଉଛି ନା ନାଇଁ ଗୁରୁଜୀ? ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ନାଇଁ ନାଇଁ, ହବ, ଆଉ ଟିକେ ଭଲ ଅଳ୍ପ ସ୍କୁଲ ଦିନି। ହେଲେ ପ୍ରଚାର ପ୍ରସାର ହଉଛି ନା ନାଇଁ ଆମେ ତ କହିବା ନା, ବୁଝିପାରିଲେ କି ନାଇଁ? ନିଶ୍ଚୟ ନିଶ୍ଚୟ, ସେଇଟା ଅଳ୍ପ ଲୋକ ଦିନି, ଉପକୃତ ହେବେ, ମୁଁ ସେଇ ଉଦ୍ଦେଶ୍ୟରେ ଆପଣଙ୍କୁ ପଚାରୁଛି। ଅଳ୍ପ ଦିନ ହେଲା। ଟିକେ ଅପେକ୍ଷା କରନ୍ତୁ। ନିଶ୍ଚୟ ଗୋଟେ ଆଶ୍ରମର ବି ଯୋଜନା ଚାଲିଛି, ଅନଲାଇନ୍ ବି କ୍ଲାସେସର ଯୋଜନା ଚାଲିଛି, ସବୁର ହଁ ଯୋଜନା ଚାଲିଛି। ମୁଁ ସେମିତି ବସିନି, ଟିକେ ଶାନ୍ତ ଥିଲା ପରିକା ଲାଗୁଥିବ ଆପଣଙ୍କୁ, ଖାଲି ଗୋଟେ ଗୋଟେ ଭିଡ଼ିଓ ଆଉଛି, ତା ପଛଆଡ଼େ ବହୁତ କିଛି ଚାଲିଛି, ବହୁତ ହଁ କିଛି ହଁ ଚାଲିଛି। ଅଳ୍ପ ହଁ ଦିନ ଭିତରେ ଏ ସବୁ ଜିନିଷରେ ଆମେ ସମସ୍ତେ ଯୋଡ଼ି ହେଇପାରିବା। ସବୁଠୁ ବଡ଼ କଥା, ଟେକ୍ନୋଲୋଜିକୁ ସଜାଡ଼ି ଦେଲେ ଘରେ ହଁ ଘରେ ରହିକରି ବି ଆମେ ଜୁମ୍ ମିଟ୍ରେ ଆମେ କିଛି କ୍ଲାସେସ୍ କରିପାରିବା, ଆମେ ହଁ କିଛି ୱେବସାଇଟ୍ ମାଧ୍ୟମରେ ଆମେ ଯୋଡ଼ି ହେଇପାରିବା। ସେଟା ହଁ ବଡ଼ କଥା। ଛୋଟ ପିଲା ଭାବି ନିଅନ୍ତୁ, ଛୋଟ ପିଲା ସମସ୍ତେ, ପିଲାଙ୍କୁ ଆମେ ଭଲ ମାର୍ଗରେ ନେବା ପାଇଁ ଚେଷ୍ଟା କରୁଛେ, ହଁ ବୁଝିପାରୁଛନ୍ତି? ଆମେ ସମସ୍ତେ ହଁ ଚାହାନ୍ତେ ମୋ ପିଲାଟା ଭଲ ମଣିଷ ହଉ, ମୋ ହଉ ପୁଅ ମୋ ଝିଅ ଭଲ ମାର୍ଗରେ ଯାଉ, ଭଲ ହଁ ମଣିଷ ହଉ। କିନ୍ତୁ ହଁ ପାଠରେ ସେମାନେ ବିଚରା ଏମିତି ହଜିମଜି ଯାଇଛନ୍ତି, ସମୟ ବାହାର କରିପାରୁନାହାନ୍ତି। ଏଟା ହଁ ପ୍ରାକ୍ଟିକାଲ ହଁ କଥା, ତାଙ୍କର ବହୁତ ସାରା ହଁ ହୋମୱାର୍କ ରହୁଛି। ତ ହଁ ସେମାନଙ୍କୁ ଯଦି ଆମେ ଭିଡ଼ିଓ ମାଧ୍ୟମରେ କିଛି ବୁଝିବା ପାଇଁ ଚେଷ୍ଟା କରିବା, ଘରେ ହଁ ବସିକରି ବି ସେ ଗୋଟେ ୱେବସାଇଟ୍ରେ ଲଗ୍ଇନ୍ କଲେ, ସେ ହଁ ନିଶ୍ଚୟ ସେ ଭିଡ଼ିଓକୁ ଦେଖିଲେ, ଭିଡ଼ିଓ ସବୁ ଖଞ୍ଜା ହେଇଥିବ, ସାଧନା କ'ଣ, ମନ କ'ଣ, ଇନ୍ଦ୍ରିୟ କ'ଣ, ବ୍ରହ୍ମଚର୍ଯ୍ୟ କ'ଣ, ହଁ, ସେଟା ଗୋଟେ ସାଧନାର ଲାଭ ମାନେ କ'ଣ। ପ୍ରତ୍ୟକ୍ଷ ସତ୍ସଙ୍ଗ ନହେଲେ ଗୋଟେ ପରୋକ୍ଷ ସତ୍ସଙ୍ଗ ହିଁ ମନ ହେଇପାରିବ, ଉପରେ ପ୍ରଭାବ ପଡିବ। ବୁଝିପାରୁଛନ୍ତି, ପ୍ରଭାବ ହଁ ପଡ଼ିବ। ହଁ ତାପରେ ସେ ପିଲା ଯେତେବେଳେ କଥାର ଗଭୀରତାକୁ ବୁଝିପାରିବେ, ତାଙ୍କ ମନ ବି ସ୍ୱଚ୍ଛ ହବ, ନିର୍ମଳ ହବ। ହବ, ପବିତ୍ର ହବ। ହଁ ତାପରେ ହଁ ସମୟ ଆସିବ, ସେମାନେ ବି ଦେଖନ୍ତୁ, ଗୌତମ ବୁଦ୍ଧ ହଁ ରାଜପ୍ରସାଦକୁ ଛାଡ଼ି ଦେଇକରି ପଳେଇଥିଲେ। ହଁ ରାମଣ ମହର୍ଷି, ସେ ସବୁ ହଁ ତାଙ୍କ ଘର ଦ୍ୱାର ସବୁ ତ୍ୟାଗ କରିକି ପଳେଇଥିଲେ ସତ୍ୟର ଅନୁସନ୍ଧାନ କରିବା ପାଇଁ। ତ ହଁ ଯେତେବେଳେ ମନ ଭିତରେ ବ୍ୟାକୁଳତା ଆସିବ, ହଁ ଆପଣ ରାଜପ୍ରସାଦ କ'ଣ, ସୁନା କ'ଣ, ପଦବୀ କ'ଣ, ସବୁ ଛାର ନାଗିବ। ହଁ ତ ସେ ଲାଗିବ। ସ୍ତର ଯାଏ ଯିବା ଯାଏ ଫେରେ ତାଙ୍କୁ ପ୍ରେରିତ କରିବାକୁ ପଡ଼ିବ ନା, ଏ ହଁ ଜିନିଷର, ହଁ ଯେ ଜିନିଷର ମୂଲ୍ୟକୁ ସେମାନେ ବୁଝିବାକୁ ପଡ଼ିବ, ବୁଝେଇବାକୁ ହଁ ପଡ଼ିବ। ତ ହଁ ଏଇଟା ହେଲା ଟେକ୍ନୋଲୋଜି, ହେଲା ବିରାଟ ମାଧ୍ୟମ। ହଁ ଟେକ୍ନୋଲୋଜି ମାଧ୍ୟମରେ ସେତେବେଳେ ଟିକେ ଟିକେ ଯେତେବେଳେ ଶୁଣିବେ, ତାପରେ ଆଉ ଥରେ ଫିଜିକାଲ ଗୋଟେ ଆଶ୍ରମ ହବା ପାଇଁ ସେଟା ବି ଯୋଜନା ଚାଲିଛି, 2 ଏକର ଜାଗା ହଁ ବୁଝା ହଉଛି, ସେଠିକି ସେମାନେ ଆସିବେ, କିମ୍ବା ସବୁ ଚାଲିଛି, ଯୋଜନା ଚାଲିଛି, ସମୟ ଲାଗିବ ଟିକେ। ହଁ ଠିକ ଅଛି ଦିଦି, ସମୟ ଲାଗିବ ଆଉ। ଠିକ୍ ଅଛି ଗୋଟେ ଠିକ୍ ଦିନ ତ ଅଛି। ସବୁ ସମ୍ଭବ ହବନି, ଠିକ ହଁ ଅଛି, ଆପଣଙ୍କର ପ୍ରୟାସରେ ସଂସାର ଉଦ୍ଧାର ହଉ, ହଁ ଠିକ୍ ବୁଝିପାରିଲେ କି ଅଛି, ନାଇଁ? ଭଲ ଲାଗିଲା କଥା ହେଇକି ଆପଣଙ୍କ ସାଙ୍ଗରେ। ଠିକ୍ ଠିକ ଅଛି, ଅଛି, ଆହୁରି ଆଜ୍ଞା ଅନେକ ଆଜ୍ଞା, କଥା ତ ଅଛି ମଝିରେ ମଝିରେ ଆପଣ। କଥା ହେବା, ମଝିରେ ମଝିରେ ଆପଣ ଫୋନ୍ କରିବେ, କଥା ହେବା, କିଛି ଅସୁବିଧା ନାହିଁ। ହଁ ଗୁରୁଜୀ, ହରି ଓମ୍, ହଉ ହରି ଓମ୍, ଗୁରୁ, ଆଜ୍ଞା ରଖିବି ଆଜ୍ଞା ଗୁରୁଜୀ, ଆଜ୍ଞା, ପ୍ରଣାମ। ହରି ଓମ୍, ପ୍ରଣାମ ପ୍ରଣାମ।